ପିଲାମାନେ ଅନଲାଇନ୍ ଶିକ୍ଷା କାର୍ଯ୍ୟକ୍ରମ ତରଫରୁ ତୁମମାନଙ୍କୁ ସମସ୍ତଙ୍କୁ ଶୁଭ ଅଭିନନ୍ଦନ। ଆଜି ଆମେ କିଛି ଆଲୋଚନା କରିବା ନା ପଢ଼ିବା କିଛି। ଠିକ୍ ଅଛି, ଆମେ କିଛି ପଢ଼ିବା ବିଷୟ ଖାଲି ତ ମୁଁ ପଢ଼େଇଲେ ହେବନି, ମୁଁ ଖାଲି ଆଲୋଚନା କଲେ ହେବନି। ତୁମମାନେ କିଛି କହିବା ଦରକାର, କିଛି ଉତ୍ତର ଦେବା ଦରକାର, ନା ତୁମେ ଚୁପଚାପ ଖାଲି ଶୁଣିବ। ସେମିତି ହେଲେ କ'ଣ ହେବ ନା ସବୁଗୁଡ଼ାକ ନଷ୍ଟ ବୋଲି ଜାଣିଦିଅ। ପାଠପଢ଼ା ଉଭୟ ଗୁରୁ ଶିଷ୍ୟ ବା ଶିକ୍ଷକ ଛାତ୍ର ଭିତରେ ମିଶିକି କରାଯିବ, ଏକା ଏକା ତ ହେବନି। ତେଣୁ ମୁଁ କହିବି, ତୁମମାନେ ମଧ୍ୟ କିଛି କହିବ। ଆଚ୍ଛା କହିଲ, ଭାରତର ଛାଡ଼ ଆମ ଓଡ଼ିଶା କଥା କୁହ। ଓଡ଼ିଶାରେ ଦର୍ଶନୀୟ ସ୍ଥାନ କାହାକୁ କାହାକୁ କହିବ? ଓଡ଼ିଶାରେ ଦର୍ଶନୀୟ ସ୍ଥାନ କ'ଣ କ'ଣ ଅଛି? ସାଙ୍ଗେ ସାଙ୍ଗେ କହିଦେବ ପୁରୀ, କୋଣାର୍କ, ନନ୍ଦନକାନନ ନା କ'ଣ, ଆଉ ଚିଲିକା, ଆଉ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର କହିପାରିବ, ହୀରାକୁଦ ବନ୍ଧ କହିପାରିବ, ଏପଟ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ବାଲେଶ୍ୱର କହିପାରିବ ନା କ'ଣ। ଏ ବିଭିନ୍ନ ଅଛି, ସବୁ ଅଛି। ମୟୂରଭଞ୍ଜର ଶିମିଳିପାଳ ଜଙ୍ଗଲ କହିପାରିବ, ଏମିତି ଅଛି। ତେଣୁ ଏଇ ଯେଉଁ ଦର୍ଶନୀୟ ସ୍ଥାନ ସବୁ ଗୋଟେ ଗୋଟେ ତୁ ଜାଣିଛ, ତା ଭିତରେ ଚିଲିକା ଗୋଟେ ଦର୍ଶନୀୟ ସ୍ଥାନ ନା କ'ଣ? ଆଉ ଚିଲିକା କେବେ ଯାଇଛ ନା ନାହିଁ? ଯାଇଛ? ଯଦି ନ ଯାଇ ତ ଯିବାକୁ ଚେଷ୍ଟା କରିବ। ତୁ ଚିଲିକା ଗୋଟେ କ'ଣ? ଆଚ୍ଛା, ଏଇ ଚିଲିକା ଗୋଟେ କ'ଣ ତୁ ଜାଣିଛ ନା ନାହିଁ? କିଛି ଜାଣିଛ ନା କ'ଣ? କ'ଣ କହିଲେ ଚିଲିକା ଗୋଟେ? ସମସ୍ତେ କୁହନ୍ତି ଚିଲିକା ଗୋଟେ ହ୍ରଦ। ଚିଲିକା ଗୋଟେ ପ୍ରକୃତର କ'ଣ ହ୍ରଦ ନା? ଚିଲିକା ଗୋଟେ କ'ଣ? ଯଦି କହୁଛନ୍ତି ହ୍ରଦ, ଯଦି ସମସ୍ତେ କହୁଛନ୍ତି ହ୍ରଦ, ତାହେଲେ ହ୍ରଦଟା କ'ଣ? ନା ଚତୁଃପାର୍ଶ୍ୱ ଜଳଭାଗ ଚତୁଃପାର୍ଶ୍ୱ ସ୍ଥଳଭାଗ ବେଷ୍ଟିତ ବିସ୍ତୀର୍ଣ୍ଣ ଜଳରାଶିକୁ ହ୍ରଦ କୁହାଯାଏ। ତୁମେ କହିପାରିବ ସେ ଗଡ଼ିଆ, ପୋଖରୀ, ଚାରିପଟର ସେ ସ୍ଥଳ ଅଛି, ମଝିରେ ଜଳଭାଗ ଅଛି। ଗଡ଼ିଆ ହେଇପାରିବ, ପୋଖରୀ ହେଇପାରିବ। କିନ୍ତୁ ମୁଁ ତା ଭିତରେ ଆଉ ଗୋଟେ କଥା କହିଦେଇଛି, ଚତୁଃପାର୍ଶ୍ୱ ସ୍ଥଳଭାଗ ବେଷ୍ଟିତ ବିସ୍ତୀର୍ଣ୍ଣ ଜଳରାଶିକୁ, ଆଖି ପାଇବ ନାହିଁ ବିସ୍ତୀର୍ଣ୍ଣ ଜଳରାଶି, ତାହାକୁ କହିବା ହେଉଛି ହ୍ରଦ। କିନ୍ତୁ ଚିଲିକା ତ ଚାରିପଟର ଚତୁଃପାର୍ଶ୍ୱ ସ୍ଥଳଭାଗ ବେଷ୍ଟିତ ନୁହେଁ। ଗୋଟେ ଭାଗରେ ଏଟା ଲାଗିଛି କାହାକୁ? ବଙ୍ଗୋପସାଗରକୁ ଲାଗିଛି। ଚତୁଃପାର୍ଶ୍ୱ ସ୍ଥଳଭାଗ ଆସିଲା କେମିତି? ତେଣୁ ୟାକୁ କେମିତି କହିବା ହ୍ରଦ ବୋଲି? ତେଣୁ ଏଇଟା କ'ଣ? ଏଟା ଗୋଟେ ଉପର ହ୍ରଦ ଅଟେ, ବା ତାକୁ ଲଗୁନ କହିପାରିବା। ବୁଝିପାରିଲ କଥା? ଉପର ହ୍ରଦ କାହାକୁ କୁହାଯିବ? ନା ଲୁଣି ବନ୍ଧ ଦ୍ୱାରା ଆବଦ୍ଧ ବିସ୍ତୀର୍ଣ୍ଣ ଜଳରାଶି, ଯିଏକି ସମୁଦ୍ରକୁ ବା ନଦୀକୁ ଛୁଁଥିବ, ତା ମୁହଁଥିବ। ନଦୀ ବା ସମୁଦ୍ର, ନଦୀ ସହିତ ଯେଉଁ ହ୍ରଦଟା ମିଶିଥିବ ସେଇଟା ମଧୁର ଜଳ ବିଶିଷ୍ଟ ହ୍ରଦ। ଓଡ଼ିଶାରେ ଗୋଟେ ମଧୁର ଜଳ ବିଶିଷ୍ଟ ହ୍ରଦ ଅଛି, ଜାଣିଛ ନା ନାହିଁ? କଟକ ଜିଲ୍ଲାର ବାଙ୍କି ନିକଟବର୍ତ୍ତୀ ଅଶୋକ ଖୋରାକୃତି ହ୍ରଦ, ତା ନାଁ କ'ଣ? ଅଂଶୁପା। ସେଇଟା ମହାନଦୀ ସହିତ କନେକ୍ଟ ହେଇଛି, ମହାନଦୀ ସହିତ ମିଶିଛି ତା ମୁହଁଟା। ତେଣୁ ମହାନଦୀର ପାଣି ମିଠା, ତା ପାଣି ମଧ୍ୟ ମିଠା। ମହାନଦୀର ମଧୁର ମାଛ, ତା ଦେହରେ ମଧ୍ୟ ମଧୁର ମାଛ। ବୁଝିଲ ନା କ'ଣ? ଗୋଟେ ବଡ଼ ଲୋକ ସହିତ ଯଦି ଅନ୍ୟ ଜଣେ ମିଶେ, ତାର ଗୁଣ ଗ୍ରାମ ସବୁଗୁଡ଼ାକ ସିଏ ଅନୁକରଣ କରିନିଏ। ଠିକ୍ ସେଇଭଳିଆ ଗୋଟେ ବଡ଼ଟା କ'ଣ? ଗୋଟେ ନଦୀ ବା ସମୁଦ୍ର। ମହାନଦୀ ଗୋଟେ ବିରାଟ ନଦୀ, ତା ସଙ୍ଗ ଯେଉଁଟା ମିଶିଲା ଝରଣା, ତା ଗୁଣ ଗୁଡ଼ାକ ସବୁ ନେଇଗଲା। ତା ଜଳ ମଧୁର, ତା ଇଆ ଜଳ ମଧୁର, ତାର ମଧୁର ମିଠା ମାଛ, ୟାର ମଧ୍ୟ ମଧୁର ମାଛ। ଠିକ୍ ସେଇଭଳିଆ ସମୁଦ୍ର ସହିତ ଯିଏ ମିଶିଗଲା, ସେ ସମୁଦ୍ର ଗୁଣ ଗୁଡ଼ା ସେରା ହେଲା। ସମୁଦ୍ର ଜଳ ଲୁଣି, ଇଏ ହ୍ରଦର ମଧ୍ୟ ହେବ ଲୁଣି। ତେଣୁ ଚିଲିକାଟା ସମୁଦ୍ର ସହିତ ମିଶିଥିବାରୁ, ବୁଝିଲ, ପୂର୍ବ ଉପକୂଳ, ଭାରତର ପୂର୍ବ ଉପକୂଳରେ ଚିଲିକା ଯେଉଁ ବଙ୍ଗୋପସାଗର ସହିତ ମିଶିଲା, ତେଣୁ ତାର ଲୁଣି, ଜଳ ଲୁଣି, ତେଣୁ ୟାର ମଧ୍ୟ ଲୁଣି। ତେଣୁ ୟାକୁ ଲବଣାକ୍ତ ହ୍ରଦ, ବିରାଟ ଲବଣାକ୍ତ, ଓଡ଼ିଶାର ପ୍ରଧାନ ଲବଣାକ୍ତ ହ୍ରଦ, ଭାରତର ମଧ୍ୟ ଅନ୍ୟତମ ପ୍ରଧାନ ଲବଣାକ୍ତ ହ୍ରଦ ଚିଲିକା। ଏହା କାହିଁକି ପ୍ରସିଦ୍ଧ କହିଲ? ଏହା କାହିଁକି ପ୍ରସିଦ୍ଧ?
या दुईटे कारण गोटे ह୍ରଦ ତ ରହିଲା ଆଉ ଗୋଟେ ପକ୍ଷୀ ବିହାର ପାଇଁ ପ୍ରସିଦ୍ଧ। ପକ୍ଷୀ ବିହାର ପକ୍ଷୀମାନଙ୍କ ସଂରକ୍ଷଣ ପାଇଁ ଭାରତ ସରକାର ଯେଉଁ ଯୋଜନା କରିଛନ୍ତି ତା ଭିତରେ କହିଲ କେଉଁଠି କେଉଁଠି ଅଛି? ରାଜସ୍ଥାନରେ କ'ଣ ଅଛି? ରାଜସ୍ଥାନରେ ଜାଣିଛ ନା ନାହିଁ? ତମ ରାଜସ୍ଥାନ ରାଜ୍ୟରେ କ'ଣ କ'ଣ ଅଛି କହିଲ? ଜାଣ ରାଜସ୍ଥାନରେ କେଉଁ ଜିଲ୍ଲା? ଯେଉଁ ରାଜସ୍ଥାନ ରାଜ୍ୟରେ ସେଠି ଅଛି, ଆଉ ତାମିଲନାଡ଼ୁ ରାଜ୍ୟରେ ଅଛି, ଦୁଇଟା ଜାଗାରେ ଅଛି ପକ୍ଷୀ ବିହାର, ଆଉ ଗୋଟେ ଓଡ଼ିଶାର ପକ୍ଷୀ ବିହାର। ତ ରାଜସ୍ଥାନରେ ରନ୍ଥାମ୍ବରଟାକୁ ପକ୍ଷୀ ବିହାର କରାହେଇଛି। ଆଉ ତାମିଲନାଡ଼ୁରେ ଦୁଇଟା, ଗୋଟେ କଲିମର ଆଉ ଗୋଟେ ବେଦାନ୍ତଗୁନ କଲିମର ତାମିଲନାଡ଼ୁର ପକ୍ଷୀ ବିହାର। ସେଇଭଳିଆ ଓଡ଼ିଶାର ମଧ୍ୟ ଚିଲିକା ଗୋଟେ ପକ୍ଷୀ ବିହାର ପାଇଁ ପ୍ରସିଦ୍ଧ। ଏଠା ଶୀତ ଦିନେ ଉତ୍ତର ଗୋଲାର୍ଦ୍ଧରୁ ଆଉ ସୁଦୂର ସାଇବେରିଆ ଅଞ୍ଚଳକୁ ଲକ୍ଷ ଲକ୍ଷ ପକ୍ଷୀ ଯେଉଁ ଉଡ଼ିକି ଆସିକି ଶୀତ ଦିନ ଏଠାରେ ବାସ କରନ୍ତି। ଶୀତ ଦିନ ପରେ ପୁଣି ଏଠୁ ଉଡ଼ିଆନ୍ତି। ତ ସେତେବେଳେ ଦୃଶ୍ୟ ଦେବ ମନମୁଗ୍ଧକର। ଅକ୍ଟୋବରରୁ ଫେବୃଆରୀ ମାସ ଏ ଦର୍ଶନୀୟ ସ୍ଥାନଟା ସେଇ ଟାଇମ୍ରେ ଚିଲିକା ଉପଭୋଗ କରିବାର ଅଛି। ବୁଝଛ ନା? ତେଣୁ ସେଇ ଯେଉଁ ଚିଲିକାକୁ କେବେ ଯାଇଛ ନା? କେଉଁଠି କେଉଁଠି ଯିବା କହିଲ କହିଲ? ଆମ ରାଧାରେ ଭୁବନେଶ୍ୱର ପଳାଇବା। ଭୁବନେଶ୍ୱରରୁ ବସ୍ରେ ଯଦି ଯିବ, ବୁଝିଲ କ'ଣ? ବସ୍ରେ ଯିବ ଜାତୀୟ ରାଜପଥ 5 ନମ୍ବର ଜାତୀୟ ରାଜପଥରେ ଗଲେ ତ ଓହ୍ଲେଇ ପଡ଼ିବ କେଉଁଠି? ବାଲୁଗାଁ ଷ୍ଟେସନ, ବାଲୁଗାଁ ବସ୍ଷ୍ଟାଣ୍ଡରେ କିମ୍ବା ବରକୂଳରେ କିମ୍ବା ରମ୍ଭାରେ। ଭୁବନେଶ୍ୱରରୁ ବାଲୁଗାଁ 100 କିଲୋମିଟର, ବରକୂଳ ହେଲା 110 କିଲୋମିଟର, ଆଉ ରମ୍ଭା ହେଲା 130 କିଲୋମିଟର। ସେଠୁ ନ ଯାଇ ଆମେ ଟ୍ରେନ୍ରେ ଯିବୁ। ଟ୍ରେନ୍ରେ ଗଲେ ରମ୍ଭା ଷ୍ଟେସନରେ ଓହ୍ଲେଇବ କିମ୍ବା ଆଉ ଏଠୁ ଓହ୍ଲେଇବ କେଉଁଠି କରେ? ବାଲୁଗାଁ ଷ୍ଟେସନରେ ଓହ୍ଲେଇବ। ସେଠୁ ଓହ୍ଲେଇକି ଚାଲିଯିବ। ସେଠୁ ଓହ୍ଲେଇକି ଚିଲିକାକୁ ଯିବ। ବୁଝିଲ? ଯଦି ନ ଯାଇଥାଅ ଟ୍ରେନ୍ରେ ଯିବ କିମ୍ବା ବସ୍ରେ ଯିବ ହେଲା। ସେଇ ଯେଉଁ ଚିଲିକା ଯେଉଁ ହ୍ରଦଟା ତା ଲମ୍ବ କେତେ ଜାଣିଛ? ସର୍ବାଧିକ 64.3 ବର୍ଗ କିଲୋମିଟର, ଆଉ ଗଭୀରତା 4.2 ମିଟର ଗଭୀରତାଟା। ତାର ଅବବାହିକା ହେଉଛି 3,560 ବର୍ଗ କିଲୋମିଟର। ଆଉ ଦ୍ୱୀପପୁଞ୍ଜ ଅଛି, ବଡ଼କୁଦ ଅଛି, ହନିମୁନ୍, କାଳିଜାଇ, କାନ୍ଥପାଟଣା, ପାରିକୁଦ, ନଳବଣ, ନୂଆପଡ଼ା, ସାନକୁଦ, ଏସବୁ ଦ୍ୱୀପପୁଞ୍ଜ ଗୁଡ଼ାକ ଅଛି। ତା କ୍ଷେତ୍ରଫଳ ହେଉଛି 740 ବର୍ଗ କିଲୋମିଟରରୁ 1165 ବର୍ଗ କିଲୋମିଟର ତାର କ୍ଷେତ୍ରଫଳଟା। ତେଣୁ ସେଇ ଯେଉଁ ଚିଲିକା ବିସ୍ତୀର୍ଣ୍ଣ ଯେଉଁ ଜଳରାଶି, ଲବଣାକ୍ତ ହ୍ରଦ ଯେଉଁ ଚିଲିକା, ସେଇ ତାହାରି ଉପରେ ତାକୁ ନେଇକି ଜଣେ କବି ଆମର ରଚନା କରିଥିଲେ ଗୋଟେ କାବ୍ୟ, ତା ନାଁ ହେଉଛି ଚିଲିକା। ବୁଝିଲା ଥାଅ, ଜଣେ କବି ସେ ରଚନା କରିଥିଲେ ଗୋଟେ କାବ୍ୟ, ତା ନାଁ ଚିଲିକା। ସେଟା ହେଉଛି ପ୍ରକୃତି କାବ୍ୟ ଚିଲିକା। ସେ କବି ଜାଣି ସାରିଥିବ ସେ କିଏ? କବିବର ରାଧାନାଥ ରାୟ। କବିବର ରାଧାନାଥ ରାୟ। ବୁଝିଲ ତ? କବିବର ରାଧାନାଥ ରାୟ ଚିଲିକା କାବ୍ୟ ରଚନା କରିଥିଲେ 1892ରେ। 1892 ଖ୍ରୀଷ୍ଟାବ୍ଦରେ ଚିଲିକା। କାହିଁକି ଚିଲିକା କାବ୍ୟ ରଚନା କଲେ? କାହିଁକି ରଚନା କଲେ? କାହିଁକି? ରାଧାନାଥ ରାୟ କିଏ? ସେ ଚିଲିକା କାବ୍ୟ କାହିଁକି ଲେଖିଲେ ତାକୁ ଜାଣିବା। କବିବର ରାଧାନାଥ ରାୟ ଓଡ଼ିଆ ସାହିତ୍ୟର ଯୁଗସ୍ରଷ୍ଟା କବି, ଆଧୁନିକ ଯୁଗର ପ୍ରବର୍ତ୍ତକ କବି, ଆମ ଓଡ଼ିଶାର ଗର୍ବ ଗୌରବର ପ୍ରତୀକ ସିଏ ହେଲେ କବିବର ରାଧାନାଥ ରାୟ। ତାଙ୍କ ନାମରେ ଯେଉଁ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗଟାକୁ ନାମକରଣ କରାହେଇଛି। ତାଙ୍କ ଘର କେଉଁଠି ଜାଣିଛ? ବାଲେଶ୍ୱର ଜିଲ୍ଲାର ସୋର ଅନ୍ତର୍ଗତର କେଦାରପୁର ଗ୍ରାମରେ। ବୁଝିଲ ନା? ବାଲେଶ୍ୱର ଜିଲ୍ଲାର ସୋର ଅନ୍ତର୍ଗତ କେଦାରପୁର ଗ୍ରାମରେ 1848 ମସିହା ସେପ୍ଟେମ୍ବର 28 ତାରିଖ ଦିନ ଜନ୍ମ ହୋଇଥିଲେ। 1848 ମସିହା ସେପ୍ଟେମ୍ବର 28 ତାରିଖ ଦିନରେ। ତାଙ୍କ ବାପା ନାଁ ହେଉଛି ସୁନ୍ଦର ନାରାୟଣ ଓ ମା ନାଁ ହେଉଛି ତାରିଣୀ ଦାସୀ। ବାଲ୍ୟକାଳରୁ ସେ ମାଆକୁ ହରାଇଥିଲେ। 10 ବର୍ଷ ସମୟରେ ମାଆକୁ ହରାଇଥିଲେ। ତାପରେ
ପିତା ତାଙ୍କୁ ବାଲେଶ୍ୱର ନେଇ ଆସିଲେ। ବାଲେଶ୍ୱର ଜିଲ୍ଲା ସ୍କୁଲରେ ତାଙ୍କ ନାମ ଲେଖା ହେଲା। ସେ ବହୁତ ରୁଗୁଣ ଥିଲେ। ତେଣୁ ସେଇ ରୁଗୁଣ ଅବସ୍ଥାରେ କି ପ୍ରତିଭା ତାଙ୍କର ବିକଶିତ ହେଉଥାଏ। ଗଣିତରେ ସେ ମେଧାବୀ ଥିଲେ। ତେଣୁ ସେ ତ ଏଣ୍ଟ୍ରାନ୍ସ ପାସ୍ କଲେ ପ୍ରଥମ ଶ୍ରେଣୀରେ, ଫାର୍ଷ୍ଟ କ୍ଲାସ୍ ଏଣ୍ଟ୍ରାନ୍ସ ପାସ୍ କଲେ। କୋଚେରରେ ସମସ୍ତେ କୁହାକୁହି ହେଲେ ବି ଏଣ୍ଟ୍ରାନ୍ସ ପାଠଟା ବୋଧେ ସେତେ କଷ୍ଟ ନୁହେଁ, କାରଣ ଆମ ସୁନ୍ଦର ନାରାୟଣଙ୍କ ପୁଅଟା ଯେ ପାସ୍ କରିଗଲା। ତେଣୁ ଏଣ୍ଟ୍ରାନ୍ସ ସେତେବେଳେ ବାଲେଶ୍ୱର ଜିଲ୍ଲାର ଜଣିଏ କେବଳ ପାସ୍ କରିଥିଲେ, ସିଏ ପୁଣି ଫାର୍ଷ୍ଟ କ୍ଲାସ୍ରେ ପାସ୍ କରିଥିଲେ। ତାପରେ 14 ଟଙ୍କା ସ୍କଲାରସିପ୍ ପାଇଲେ, ବୃତ୍ତି ପାଇଲେ 14 ଟଙ୍କାରେ। ଏଟାକୁ ପ୍ରେସିଡେନ୍ସି କଲେଜରେ, କଲିକତା ପ୍ରେସିଡେନ୍ସି କଲେଜରେ ତା ନାଁ ଲେଖା ହେଲା। କିନ୍ତୁ ଦେହ ଭୀଷଣ ଖରାପ ହେଲା, ସେଠୁ ସିଏ ପଳେଇ ଆସିଲେ। ପଳେଇ ଆସି ଘରୋଇ ଭାବରେ ଏଫ୍.ଏ. ଦେଲେ, ଯେଉଁଟାକି ତୁମର ବର୍ତ୍ତମାନ +2 କୁହାହେଉଛି। ଆଗରୁ ତା ପୂର୍ବରୁ କୁହାହେଉଥିଲା ଇଣ୍ଟରମିଡ଼ିଏଟ୍ ଆର୍ଟ୍ସ କୁହାହେଉଥିଲା, ଆଇ କୁହାହେଉଥିଲା। ସେ ଏଫ୍.ଏ. ପାସ୍ କଲା ପରେ ଆଉ ସିଏ ପଢ଼ିନାହାନ୍ତି, ତାଙ୍କ ଶିକ୍ଷା ହେଉଛି ଏଫ୍.ଏ. ତାପରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ତୃତୀୟ ଶିକ୍ଷକ ରୂପେ ସେ ଆପଏଣ୍ଟମେଣ୍ଟ ପାଇଲେ, ନିଯୁକ୍ତି ପାଇଲେ 30 ଟଙ୍କାରେ। ତାପରେ ସେଠୁ 5 ବର୍ଷ ପରେ ସେ ଗଲେ 1869 ମସିହାକୁ। 1869 ମସିହାରେ ପୁରୀ ଜିଲ୍ଲା ସ୍କୁଲକୁ ଦ୍ୱିତୀୟ ଶିକ୍ଷକ ହିସାବରେ ସେଠି ବଦଳି ହେଲେ। ସେଠାରୁ ପୁଣି ବାଙ୍କୁଡ଼ା ଜିଲ୍ଲାକୁ ଦ୍ୱିତୀୟ ଶିକ୍ଷକ ହିସାବରେ ଗଲେ। ସେଠି 6 ମାସ ପରେ ପଳେଇ ଆସିଲେ, ବାଲେଶ୍ୱର ଜିଲ୍ଲାକୁ ପଳେଇ ଆସିଲେ। ଏଠି ଡେପୁଟି ଜିଲ୍ଲା ସ୍କୁଲର ଡେପୁଟି ଇନ୍ସପେକ୍ଟର ଭାବରେ ନିଯୁକ୍ତି ପାଇଲେ। ତାପରେ ଏଠି ଦୀର୍ଘ ଦିନ କାର୍ଯ୍ୟ କରିସାରିଲା ପରେ ତାପରେ ଯେତେବେଳେ ଜଏଣ୍ଟ ଇନ୍ସପେକ୍ଟରକୁ ପଦକୁ ସେ ପୁଣି ପ୍ରମୋସନ୍ ପାଇଲେ। 1877 ନଭେମ୍ବର 26ରେ ଜଏଣ୍ଟ ଇନ୍ସପେକ୍ଟର ପଦକୁ ଉନ୍ନତି ପାଇଲେ। ତାପରେ ଓଡ଼ିଶା ସ୍କୁଲ ସମୂହର ଇନ୍ସପେକ୍ଟର ହେଇଥିଲେ ସିଏ 1892ରେ। 1892ରୁ 1903 ମସିହା ପର୍ଯ୍ୟନ୍ତ ଇନ୍ସପେକ୍ଟର ଭିତରେ କାର୍ଯ୍ୟ କରିକି ସେ ସ୍ୱେଚ୍ଛାକୃତ ଅବସର ନେଲେ। ତାପରେ ଶେଷରେ 1908 ମସିହାରେ ଅମାଶାୟୀ ରୋଗରେ ଆକ୍ରାନ୍ତ ହୋଇ ସେ ମୃତ୍ୟୁବରଣ କରିଥିଲେ। କଟକରେ ତାଙ୍କର ନିଜ ଘରେ ସେ ମୃତ୍ୟୁବରଣ କରିଥିଲେ। ତାଙ୍କ ପାଖରେ ତାଙ୍କ ପୁଅ ଥିଲେ ଶଶିଭୂଷଣ। ତେଣୁ ତାଙ୍କର ସୃଷ୍ଟି ଗୋଟେ କ'ଣ ଦେଖିବା। ପ୍ରଥମେ ସେ ବଙ୍ଗଳା ଭାଷାରେ ଲେଖୁଥିଲେ। ବଙ୍ଗଳା ଭାଷାରେ ପ୍ରଥମେ ଲେଖିଥିଲେ କବିତା ବଳି, ପ୍ରଥମ ଭାଗ 1868 ମସିହାରେ। ତାପରେ 1870 ମସିହା ଲେଖିଲେ କବିତା ବଳି ଦ୍ୱିତୀୟ ଭାଗ। ତାପରେ ଲେଖାବଳି ଲେଖିଥିଲେ 1898 ମସିହାରେ। ସେତେବେଳେ ଭୂଦେବ ମୁଖୋପାଧ୍ୟାୟଙ୍କ ସହିତ ତାଙ୍କର ପରିଚୟ ହେଲା। ସିଏ ତାଙ୍କ ଭାରତ ବିଭିନ୍ନ ସ୍ଥାନ ବୁଲେଇଲେ। ସିଏ ତାଙ୍କୁ ପ୍ରବର୍ତ୍ତାଇଲେ, କହିଲେ ତମେ ଓଡ଼ିଆ, ଜଣେ ଓଡ଼ିଆ, ତମେ ବଙ୍ଗଳା ଭାଷାରେ କାହିଁ ଲେଖୁଛ? ତ ଓଡ଼ିଆ ଭାଷାରେ ଲେଖୁନ। ତୁମ ଭାଷାରେ ଲେଖୁନ, ସେଇଟା ତୁମ ଭାଷାରେ ବିଭିନ୍ନ କାବ୍ୟ କବିତା ହେଲେ ତୁମ ନାଁ ହେବ, ତୁମ ଭାଷାର ଉନ୍ନତି ହେବ। ସେଇଠୁ ତାଙ୍କ ଚେତା ଫେରିଲା, ସେ ଓଡ଼ିଆ ଭାଷାକୁ ଫେରିଲେ। ତ ସିଏ ଭାବୁଥିଲେ ଯେ ସେତେବେଳେ ବଙ୍ଗଳା ଭାଷାଭାଷୀ ଲୋକ ସବୁ ଇଂରେଜ ସରକାରଙ୍କୁ ପୁରା ଏକଦମ କବ୍ଜା କରିଦିଅନ୍ତି। ଇଂରେଜ ସରକାରଙ୍କୁ ଏମିତି ମୋଲ୍ଡ କରିଦିଅନ୍ତି, ଯାହାଫଳରେ କ'ଣ କରିବେ, ଇଂରେଜ ସରକାର ବଙ୍ଗାଳୀମାନଙ୍କ କଥାରେ ଚାଲିଥାନ୍ତି। କାହିଁକି ନା କଲିକତା ସେତେବେଳେ ରାଜଧାନୀ ଥିଲା, ଭାରତର ରାଜଧାନୀ କଲିକତା ଥିଲା। ଇଂରେଜମାନେ ସେଠାରେ ବାସ କରୁଥିଲେ। ତେଣୁ ବଙ୍ଗାଳୀମାନେ ସେଇ ସୁବିଧା ପାଇକି ସେମାନେ ସେ ଚାକିରି ବ୍ୟବସାୟରେ ଉନ୍ନତି କରି ଚାଲିଲେ। ତେଣୁ ସେ ଯେତେବେଳେ କହିଲେ, ସେ ସେଇଠୁ କଲେ। ତେଣୁ ଇଏ ଭାବିଲେ ବଙ୍ଗଳା ଭାଷା ଲେଖିଲେ ବହୁତ ଭଲ, ମୋତେ ଆଦର କରିବେ। ସେଇ ଯେଉଁ ବଙ୍ଗଳା ଭାଷାରେ ଭୂଦେବ ମୁଖୋପାଧ୍ୟାୟ ଯେତେବେଳେ ତାକୁ ତ ବୁଝେଇଲେ, ସେ ସେଇଠୁ ଓଡ଼ିଆ ଭାଷା ପ୍ରତି ଆପଣେଇଲେ। ଓଡ଼ିଆ ଭାଷାରେ ପ୍ରଥମେ ସେ ଲେଖିଲେ 5ଟା ଗାଥା କାବ୍ୟ। ଗାଥା କ'ଣ ବୁଝଛ ନା କ'ଣ? ଗାଥା କ'ଣ? ଉଚ୍ଚ ଚିନ୍ତାର କାହାଣୀ। ଆଉ କାବ୍ୟ ରସମୟ ରଚନା। କାବ୍ୟ ହେଉଛି ରସମୟ ରଚନା ବା କବିର କୃତି କାବ୍ୟ। ଆଉ ଏଇଟା ହେଉଛି ଗାଥା କାବ୍ୟ। ଉଚ୍ଚ ଚିନ୍ତାର କାହାଣୀ ଯେଉଁଟା କବିର କୃତି, ସେଇଟା କୁହାଯାଏ ଗାଥା କାବ୍ୟ। ଏ 5ଟା ଗାଥା କାବ୍ୟ ଲେଖିଲେ କାହାକୁ ନା ପାଶ୍ଚାତ୍ୟ ଶିକ୍ଷାକୁ ଲକ୍ଷ୍ୟ କରି, ପାଶ୍ଚାତ୍ୟ କାହାଣୀକୁ ଲକ୍ଷ୍ୟ କରି 5ଟା କାହାଣୀ ଲେଖିଲେ। କ'ଣ କ'ଣ? କେଦାର ଗୌରୀ, ଉଷା, ଚନ୍ଦ୍ରଭାଗା, ନନ୍ଦିକେଶ୍ୱରୀ, ପାର୍ବତୀ। এই 5ଟା କାବ୍ୟ ଲେଖିଲେ ପାଶ୍ଚାତ୍ୟ କାବ୍ୟ ଶୈଳୀରେ। ଇଏ ଇଂରେଜ ଶିକ୍ଷା ପାଇଥିଲେ, ମେଧାବୀ ଛାତ୍ର। ତେଣୁ ପାଶ୍ଚାତ୍ୟ ଶିକ୍ଷାଟାକୁ ବହୁତ ସେ ପଢ଼ିଥିଲେ। ପାଶ୍ଚାତ୍ୟ ମାନେ କ'ଣ? ଇଂଲିଶ ବହି, ଇଂଲିଶ ତାଙ୍କର ଲିଟରେଚର ଯେଉଁଟାକି ଆମ କରିବା ଉପନ୍ୟାସ, ଗଳ୍ପ, ନାଟକ, ଏଗୁলো ସବୁ ସେ ପାଠ କରିସାରିଥିଲେ। ଅଗାଧ ପାଣ୍ଡିତ୍ୟର ଅଧିକାର ଥିଲେ। ତେଣୁ ତାଙ୍କ ପାଠ ସବୁ ସେ ପଢ଼ିସାରିଥିଲେ।
ପଢ଼ିଲା ପରେ ସେ କହିଲେ ସେଇ ପାଠ ବୋଧେ ଭଲ। ବର୍ତ୍ତମାନ କରେ ବର୍ତ୍ତମାନ ଯିଏ ଇଂଲିଶରେ ଭଲ କହୁଛି, ଇଂଲିଶ ଟୁ ଇଂଲିଶ କହୁଛି, ଓଡ଼ିଆ ଭଲ ନ କହିପାରୁଥିବ, ଯେ ଇଂଲିଶ କହୁଛି ସିଏ ଆମର ପରିଚିତ ହେଉଛନ୍ତି, ବାବୁ ବାବା କେତେ ଇଂଲିଶ କହୁଛି, ସିଏ ପ୍ରଶଂସା ପାତ୍ର ହେଉଛି, ଆଦରର ପାତ୍ର ହେଉଛି। ଏଣୁ ଓଡ଼ିଆ କହିପାରୁନି, ଓଡ଼ିଆ ପରିଷ୍କାର କହିପାରୁନି, ଓଡ଼ିଆ ଚିଠିକଣ ଦେଲେ ଲେଖିଲେ କହିପାରିବେ ନାହିଁ। ଯଦି ଦୁଇ ଧାଡ଼ି କହିବାକୁ ଲେଖିଲା 100 ଭୁଲ ଥିବ, କିନ୍ତୁ ଇଂଲିଶ ଶିଖିଛି, ତାକୁ ଆମେ ଆଦର କରୁଛନ୍ତି। ଆଉ ସେତେବେଳେ ସେଇଆ ଥିଲା, ସି ଇଂଲିଶ ଟୁ ଇଂଲିଶ ଜାଣିଥିଲେ, ଇନ୍ସପେକ୍ଟର ଥିଲେ, ଅଗାଧ ଜ୍ଞାନ ଇଂରାଜୀରେ, ତେଣୁ ସମସ୍ତେ ସ୍ୱାଭାବିକ ତା ପ୍ରଶଂସା କରିବେ। ସେ ସେଇ ହିସାବର ସେଇ ଶୈଳୀରେ ଲେଖିଲେ, ଓଡ଼ିଆ ଶୈଳୀରେ କେମିତି ଲେଖିପାରିବେ, ହଠାତ୍ ଆସୁନାହିଁ। ତେଣୁ ତାକୁ ଲକ୍ଷ୍ୟ କରିକି ସେ ଲେଖିଲେ 5ଟା କାବ୍ୟ। ଏଇ କାବ୍ୟ କ'ଣ? ପାଶ୍ଚାତ୍ୟ କାବ୍ୟ କ'ଣ? ଆମ ପ୍ରାଚ୍ୟ କାବ୍ୟ କ'ଣ? ପ୍ରାଚ୍ୟ ମାନେ ପୂର୍ବ ଦେଶରେ ଭାରତ ଅବସ୍ଥିତ, ତେଣୁ ଆମର କାବ୍ୟ କାବ୍ୟ ପ୍ରାଚ୍ୟ ଶୈଳୀରେ। ୟୁରୋପିଆନ୍ କଣ୍ଟ୍ରି ସବୁ ସେମାନେ ପଶ୍ଚିମ ପଟରେ ଥିବା ତାକୁ ପାଶ୍ଚାତ୍ୟ ଦେଶ କୁହାଯାଏ, ବୁଝିଲ। ତାଙ୍କ ଶୈଳୀ ହେଉଛି ବିୟୋଗାତ୍ମକ, ତାଙ୍କ ଲେଖା ସବୁ ବିୟୋଗାତ୍ମକ, ବିଚ୍ଛେଦାତ୍ମକ। ଆମର ହେଉଛି ଲେଖା ସବୁ ମିଳନାତ୍ମକ, ସବୁ ମିଳନ। ଆମର ପ୍ରଥମେ ଏକ ଥିବା, ମଝିରେ ଭିଲିଏନ୍ ଆସିବ, ପୁଣି ଭାଙ୍ଗିଦେବ, ବିଚ୍ଛେଦ ହେଇଯିବ, ପୁଣି ଲାଷ୍ଟକୁ ମିଳନ ହେବ, ଆମେ ମନ ଖୁସିର ବାସ୍ ହସି ହସିକି ଫେରିବା, ମନଟା ଆମର ଶାନ୍ତି ହେଲା, ତାପରେ କାମ ଲାଗିଲା। ତାଙ୍କର ଯେଉଁ ଭିଲିଏନ୍ ପଶିଲା, ଯେଉଁ ଭାଙ୍ଗିଦେଲା, ବିଚ୍ଛେଦ ହେଲା, ଆଉ ମିଳନ ହେବ। ତାପରେ ଚିନ୍ତା କରୁଥିବ ଜଣେ, ତାପରେ ମିଳନ ହେଲା ନା, କ'ଣ ହେଲା, କ'ଣ କଲା ସବୁବେଳେ ଭାବି ହେଉଥିବ। ଆମେ କିନ୍ତୁ ଏତେ ଧୈର୍ଯ୍ୟ ନାହିଁ ଭାରତୀୟମାନଙ୍କର, ଆମେ କର୍ମପ୍ରବଣ ଆମେ, ତେଣୁ ଆମେ ଚାହୁଁ ଲାଷ୍ଟ ମିଳନ ହେଲା, ମନ ଖୁସିରେ ପୁଣି ଆମେ କାମ ଲାଗିବା। କିନ୍ତୁ ତାଙ୍କର ହେଉଛି ନା, ତାଙ୍କ ବିୟୋଗାତ୍ମକ, ସେ ବିୟୋଗାତ୍ମକ ଶୈଳୀରେ ଏ 5ଟା କାବ୍ୟ ଯେଉଁ ଲେଖିଲେ, ଚାରିଆଡ଼େ ଛିଚିକା ତିରସ୍କାର ପାଇଲେ। ତେଣୁ ସେ ତିରସ୍କାରରୁ ଉଦ୍ଧାର କରିବା ପାଇଁ ସେ ଲେଖିଲେ ତାଙ୍କ ଶ୍ରେଷ୍ଠ କାବ୍ୟ ପ୍ରକୃତି କାବ୍ୟ ଚିଲିକା। ଏଠି ପ୍ରକୃତିକୁ ନାୟିକା କରିକି ସେ ଲେଖିଲେ ଚିଲିକା କାବ୍ୟ। ଏ ଚିଲିକା କାବ୍ୟ ଯେଉଁ ଲେଖିଲେ, କାହାକୁ ଅନୁସରଣ କରିଥିବେ, କାହାକୁ ଅନୁସରଣ କରିଥିଲେ ଜାଣିଛ? ଏଟାକୁ ଲକ୍ଷ୍ୟ କରିଥିଲେ କାଳିଦାସକୁ ଅନୁସରଣ କରିଛନ୍ତି, ଆଉ କରିଛନ୍ତି କାହାକୁ? ବିଭିନ୍ନ ରାଇଟରଙ୍କୁ, ତାଙ୍କ ସବୁ ବିଦେଶୀ ରାଇଟରଙ୍କୁ, ତାଙ୍କୁ ବହୁତ ସବୁ ଯେଉଁ ଲକ୍ଷ୍ୟ କରିଛନ୍ତି, ତାଙ୍କ ଶୈଳୀରେ ସେ ସବୁ ଲେଖିଛନ୍ତି, ବୁଝିଲେ ତ। ତେଣୁ ସେଇ ଅନୁସାରେ ଆମେ କ'ଣ କରିଛନ୍ତି, ସେ ଚିଲିକା କାବ୍ୟ ସେ ରଚନା କଲେ, ଯାହାଫଳରେ ଚାରିଆଡ଼େ ପ୍ରଶଂସା ପାଇଲେ। ତାପରେ ଆରମ୍ଭ ହେଲା ତାଙ୍କ ଦରବାର କାବ୍ୟ, ପୁଣି ଆସ ଆରମ୍ଭ ହେଲା ପ୍ରଶଂସା। ମହାଯାତ୍ରା, ଅସମ୍ପୂର୍ଣ୍ଣ ମହାକାବ୍ୟ ମହାଯାତ୍ରା, ପୁଣି ପ୍ରଶଂସା। ସେଇ ଅନୁସାରେ ସେ ଲେଖିଲେ। ତାପରେ ଗୋଟେ ପ୍ରବନ୍ଧ ଲେଖିଥିଲେ ପ୍ରଥମେ 1873 ମସିହାରେ, ଯେଉଁଟା ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧ ବିବେକୀ। ଗୋଟେ ଗପ ଲେଖିଥିଲେ ଇତାଲୀୟ ଯୁବା ଗୋଟେ ଗପ ସେ ଲେଖିଥିଲେ 1874 ମସିହାରେ। ବିଭିନ୍ନ ପାଠ୍ୟପୁସ୍ତକ, ସେତେବେଳେ ଇନ୍ସପେକ୍ଟର ହିସାବରେ ସ୍କୁଲ ଟିଚର ଆଉ ଇନ୍ସପେକ୍ଟର ହିସାବରେ ପାଠ୍ୟପୁସ୍ତକ ପ୍ରଣୟନ କରିଛନ୍ତି 1874ରୁ 1885 ମସିହାରେ ବିଭିନ୍ନ ପାଠ୍ୟପୁସ୍ତକ ପ୍ରଣୟନ। କେଦାର ଗୌରୀ ଲେଖିଥିଲେ 1885 ମସିହାରେ, ନନ୍ଦିକେଶ୍ୱରୀ 1887, ପାର୍ବତୀ 1890, ଚନ୍ଦ୍ରଭାଗା 1886, ଉଷା କାବ୍ୟ 1888, ଚିଲିକା 1892। ତାର ମହାଯାତ୍ରା ଲେଖିଥିଲେ 1892, ତାର ଯଜାତି କେଶରୀ 1895, ଦରବାର କାବ୍ୟ 1896, ଉର୍ବଶୀ 1895, ଦଶରଥଙ୍କ ବିୟୋଗ 1901, ସାବିତ୍ରୀ ଚରିତ 1906, ମେଘଦୂତର ଅନୁବାଦ କରିଥିଲେ 1874 ମସିହାରେ, ତୁଳସୀ ସ୍ତବକର ଅନୁବାଦ କରିଥିଲେ 1894 ମସିହାରେ। ଏସବୁ ବ୍ୟତୀତ କିଛି କବିତା ସେ ରଚନା କରିଥିଲେ। ଦୁର୍ଯ୍ୟୋଧନଙ୍କ ରକ୍ତ ନଦୀ ସନ୍ତରଣ, ଶ୍ମଶାନ ଦୃଶ୍ୟ, ଏକାଗ୍ରତା, ମହେନ୍ଦ୍ରଗିରି, ବାଣହରଣ, ଦଶରଥଙ୍କ ବିୟୋଗ, ଏ ଯେଉଁ କ୍ଷୁଦ୍ର କବିତା ରଚନା କରିଥିଲେ, ଏଗୁଡ଼ା ସବୁ 1901ରୁ 1906 ମଧ୍ୟରେ ଏସବୁ ରଚନା କରିଥିଲେ। ନିର୍ଦ୍ଦିଷ୍ଟ ନାହିଁ, 1901ରୁ 1906 ଭିତରେ। ଆଉ ଗୋଟେ ଭାରତ ଗୀତିକା, ଗୋଟେ ସଂସ୍କୃତ କାବ୍ୟ ସର୍ବେଶାଂ ନୋ ଧରଣୀ ଭାରତ, ସେଟା ସେ ରଚନା ସଂସ୍କୃତ ଗୀତିକା। ତେଣୁ ଇଏ ହେଉଛି ତାଙ୍କ ସୃଷ୍ଟି ଗୁଡ଼ିକ, କବି ଏସବୁ ସୃଷ୍ଟି। ତେଣୁ ତା ଭିତରେ ସିଏ ଆସିଛନ୍ତି ଆମ ଯେଉଁ ଚିଲିକା କାବ୍ୟ ନୁହେଁ, ଚିଲିକା ଖଣ୍ଡକାବ୍ୟ। ଚିଲିକା ଖଣ୍ଡକାବ୍ୟ କାହିଁକି କୁହାଯାଏ? ଚିଲିକାକୁ କାବ୍ୟ କହିବା, ସବୁ ଗୋଟେ କାବ୍ୟ କହୁଛନ୍ତି ନା, ସେ କହୁଛନ୍ତି ନା ଚିଲିକା ଗୋଟେ ଖଣ୍ଡକାବ୍ୟ। କାହିଁକି ନା କାବ୍ୟର କୌଣସି ଏକ ଅଂଶକୁ ଅନୁସରଣ କରି ରଚିତ ହୋଇଥିବା କାବ୍ୟକୁ ଖଣ୍ଡକାବ୍ୟ କୁହାଯାଏ। କାବ୍ୟ ଯେଉଁ ରଚନା ହୋଇଥାଏ ତା ବିଭିନ୍ନ ରସ, ବିଭିନ୍ନ ବିଭାଗ ଥାଏ, ବୁଝଛ ନା କ'ଣ? ତେଣୁ ଏଠି କିନ୍ତୁ କାବ୍ୟର ଗୋଟିଏ ଗୁଣକୁ ଅନୁସରଣ କରିକି ସେ ରଚନା ହେଇଛି। ତେଣୁ ସେଇଟା କ'ଣ ନା କେବଳ ପ୍ରକୃତି ଉପରେ ରଚନା ହେଇଛି, ଅନ୍ୟ କେଉଁ ଦିଗ ପ୍ରତି ଗୁରୁତ୍ୱ ଦେଇନାହାନ୍ତି।
केवल प्रकृति पर गुरुत्व देथिबाकू एक खंडकाव्य कुहाଯାଏ। तेणु विविध सर्ग रसर वर्णना विभिन्न रसर वर्णना एथिरे नाही, तेणु एक खंडकाव्य कुहाଯାଏ। बुझ तेणु से जो चिलिका खंडकाव्य से रातिर दृश्य सकाळ दृश्य संध्यार दृश्य विभिन्न दृश्य सब वर्णना करछंती। ओडिशार नद नदी पहाड़ पर्वत बण जंगल लोक मान कथा ता भीतर विभिन्न लोक कहानी ये सब गुड़ाक सुंदर भाव में चित्रण करछंती, जहाँफल समस्त मन छुआ कर। तेणु से जो चिलिका काव्य संध्या बेला दृश्य को तुम पठित जो पुस्तक जमर अच्छी जो पाठ्य पुस्तक जमर अच्छी कौनटा पाठ्य पुस्तक अच्छी साहित्य सिंधु बही साहित्य सिंधु पद्य विभाग तृतीय पद्य चिलिकार सायंतन दृश्य। चिलिकार सायंतन दृश्य, सायंतन मान संध्या बेलार दृश्य। तो से चिलिका काव्य से चिलिकार सायंतन दृश्यटा से चिलिका खंड काव्य आसी। एठारे प्रकृति को नायिका भाव चित्रण कराई। आउ कौन कौन सब ना ये कवि सूर्य गीतामृत को स्मरण कराई, जातीय भावना उद्वेलन जीवन प्रति शाश्वत वार्ता आउ कवि सौंदर्य प्रीति ए वर्णित हो। बुझला कथा कौन? तेणु आम जा बही भितर जा एटा को नटबाणी बा विभाषाकार रागर रचित नटबाणी बा विभाषाकार छंद रचित। तेणु आम देखा छायाकारे चित्र दिशे ठाबे ठाबे प्राची मूल एबे मीनो जीवी नाबे। छायाकारे चित्र दिशे ठाबे ठाबे प्राची मूल, प्राची माने पूर्व दिग, मूल माने आद्य भाग। ता माने से चिलिकाटा लंबी जाइए पूरा लास्ट को अनेक को शेष को अनेक को जोटी मिसी जोटी आकाश सहित मिसीगला भाई से जो मूल दिग से जो आद्य भागटा ସେଇଟା କରୁଛି କୁਝ ଦେଖା 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 ସେଇ ପୂର୍ବ ଦିଗକୁ ଦେଖ ନା କ'ଣ କଳା 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 ଛାଇ ଦେଖାଉଛି। ପୁରା କଳା କଳା ଛାଇ ନୁହେଁ, ଆଉ ଗୋଟେ ମୀନଜୀବୀ ମାନଙ୍କ ଡଙ୍ଗା ଗୁଡ଼ିକ ଦେଖାଉଛି, ନାବ ଗୁଡ଼ିକ ଦେଖାଉଛି। ଛାଇ ଭଳି ଦେଖାଉଛି, କଳା କଳା ଛାଇ ଏଠି ଟିକେ ଏଠି ଟିକେ ଏଠି ଟିକେ ପୁରା ସେଇ ଛାଇ ସେଇଟା ହେଉଛି ମୀନଜୀବୀ ମାନଙ୍କ ନାବ ଗୁଡ଼ିକ ଛାୟାକାର ଚିତ୍ର ଭଳି ଦେଖାଉଛି। ମୀନଜୀବୀ ମୀନକୁ ଧରିକି, ମୀନ ମାନେ କ'ଣ ମାଛ, ମାଛକୁ ଧରିକି ଜୀବିକା ଅର୍ଜନ କରେ ତାକୁ ମୀନଜୀବୀ କୁହାଯାଏ। ସେଇଭଳିଆ ଶ୍ରମଜୀବୀ କୃଷିଜୀବୀ ନା କ'ଣ କହିପାରିବା ଆମେ। ତାପରେ ଦେଖ ତେଣୁ ପ୍ରାଚୀ ମୂଳ ଏବେ ଏବେ ମାନେ ବର୍ତ୍ତମାନ ମୀନଜୀବୀ ନାବେ ପ୍ରାଚୀ ମୂଳ ଏବେ ମୀନଜୀବୀ ନାବେ ନାବେ ନାବ ଗୁଡ଼ିକ ଦିଶେ ଛାୟାକାରେ ଛାୟାକାରେ ଚିତ୍ର ଦିଶେ ଠାବେ ଠାବେ ଛାୟାକାର ଛାୟା ଆକାରରେ ଚିତ୍ର ଭଳି ଦିଶୁଛି ଠାବେ ଠାବେ ସ୍ଥାନେ ସ୍ଥାନେ। तो मीनजीवी नाव गुड़िक छाया आकार चित्र भाया चिलिकार पूर्व दिगरे देखा जाउछि। बुझल कौन? तापर देखिए मत्स्य धरी सेहु समुद्र मुहाणे निज गृह कथा भावी एक ध्याने। मत्स्य धरी सेहु समुद्र मुहाणे, मत्स्य धरी सेहु, सेहु किए मीनजीवी माने पड़ो। मत्स्य धरी सेहु समुद्र मुहाणे, एठार सेहु किए से हूँ मीनजीवी मैंने। मीनजीवी मैंने कौट धरते समुद्र मुहाण से मुहाण कौन मुहाण कौन चिलिकार जो समुद्र मिसी तार मुहटा मुहर मुहाण जो मिसला से मुहाण। बुझा कौन नदी जो समुद्र से मिसी नदी मुहाण। बुझा कौन से जो मुहाण कारण चिलिकाटा विस्तीर्ण जल आसी कौट जाल पकड़ कौट जाल पकड़ माछ ये मेचा थी ये थी माछटा तो खेलीज चलो कितु ये तो समुद्र भाड़ भाड़ माछ सब बासिक आसुए ठीक से मुहाण जगह छकिने से पशे से पकड़ पड़ जाओ। तेणु मैंने से जगह धरते बुझीपार कथा। तुम घर द्वार जमी घर मुह कौन द्वार से भाया से छकी बुझे कौन से समुद्र मुहाण माछ धरते। तेरे मीनजीवी मैंने केउठार माछ धरते समुद्र मुहाण निज माछ धर सारा कौन है मत्स्य धरी सेहु समुद्र मुहाणे निज गृह कथा भावी एक ध्याने।
ମାଛ ଧରି ସାରିଲା ପରେ କ'ଣ କଲା ନିଜ ଘର କଥା ମନେ ପଡ଼ିଲା। ତମେ ତ ପଢ଼ୁଛ ପାଠ ପଢ଼ୁଛ ତମେ କିଛି କଥା ମନେ ପଡ଼ୁଛି ନା? ଖାଇବା ପିଇବା କଥା ସବୁ ଭୁଲିଯାଇଥିବ। ମାଂସ ତରକାରୀ ରୋଷେଇ ହେଉଛି ବାସ୍ନା ହେଉଛି ତମକୁ କିଛି ଲାଗୁଥିବ। ଆଜି ବାପା ମାମୁଁ ଆସିବେ କି ମାମୁଁ ଝିଅ ଆସିବେ ମାମୁଁ ପୁଅ ଆସିବେ ହସ ଖୁସି ହେବ ତମ ସବୁ ଭୁଲିଯାଇଥିବ। ପୁରା ପାଠ ଲାଗିଥିବ ସତ ନା ନାହିଁ? ପାଠ ଲାଗିଥିବ। ଠିକ୍ ସେଇଭଳିଆ ଏମାନେ ଯେତେବେଳେ ମାଛ ଧରିବା ଲାଗିଛନ୍ତି ବ୍ୟସ୍ତ ଅଛନ୍ତି ସବୁ ଭୁଲିଯାଇଛନ୍ତି। ମାଛ ଧରି ସାରିଲା ପରେ ଘର କଥା ମନେ ପଡ଼ିଲା କହିଲେ ରେ ମୋ ପୁଅର ଔଷଧ ଆଣିବା କଥା ମୁଁ କହିଥିଲି ମୁଁ ନେଇବି ଔଷଧ। କହିଲେ ମୋର ଆଳୁ ଫାଳୁ ନାଇଁବି ଆଳୁ ବଟା ଫଟା ନାଇଁବି। କହିଲେ ହଁ ହଁ ମୁଁ ବି ପରିବା ନାହିଁ ମୁଁ ନେବି। ଘର କଥା ମନେ ପଡ଼ିଲା ସବୁ। ତାପରେ ଗୃହ କଥା ମନେ ପଡ଼ିଲା। ସେଇ କଥା କହୁଛି କାହା କଥା ମନେ ପଡ଼ୁଥିଲା ଏକ ଧ୍ୟାନରେ? ଗୃହ କଥା। ତାପରେ ସେ କହୁଛି ଭାଲେରି ଶିଖରେ ସନ୍ଧ୍ୟା ତାରା ଦେଖି ଆସନ୍ତି ପଟିକା ମହଲ୍ଲା ସେ ଟେକି। ଭାଲେରି ଶିଖରେ ସନ୍ଧ୍ୟା ତାରା ଟେକି ଆସନ୍ତି ପଟିକା ମହଲ୍ଲା ସେ ଟେକି। ଭାଲେରି ଶିଖରେ ଭାଲେରି କ'ଣ ପାହାଡ଼। ସେତେବେଳେ ତାଙ୍କ ମୋବାଇଲ ନଥିଲା ଘଡ଼ି ନଥିଲା ତ କେମିତି ଜାଣିବେ ସମୟ କେମିତି ହେଉଛି ବୋଲି ଜାଣିବେ। ଗୋଟେ ନିଶା ତ ଲାଗିଛନ୍ତି ନିଶା ଜାତୀୟ ମାଛ ଧରିବା ନିଶା ସେ ସବୁ ଭୁଲିଯିବ ବୁଝିଲ। ତେଣୁ ମାଛ ନିଶାରେ ସେମାନେ ସବୁ ଭୁଲି ଯାଇଛନ୍ତି। ଶେଷ ଦେଖିଲାଙ୍କୁ ଜଣେକି ଅନେଇ ଦେଲାଙ୍କୁ ଭାଲେରି ପାହାଡ଼ ଉପରକୁ ଅନେଇଲାଙ୍କୁ ସନ୍ଧ୍ୟା ତାରା ଦେଖିଲେ। କହିଲେ ସନ୍ଧ୍ୟା ତାରା ଆସିଗଲା। ସନ୍ଧ୍ୟା ତାରା ବୁଝିପାରୁଛ ନା କ'ଣ? ପଶ୍ଚିମ ପଟରେ ଗୋଟେ ସନ୍ଧ୍ୟା ସମୟରେ ଗୋଟେ ବଡ଼ ତାରାଟା ଦେଖାଯାଏ। ତାକୁ କି ତାରା କୁହାଯାଏ? ଶୁକ୍ର ତାରା କୁହାଯାଏ ବା ସନ୍ଧ୍ୟା ତାରା କୁହାଯାଏ। ସେଇ ତାରାଟା ପୁଣି ପୂର୍ବ ଦିଗରେ ସକାଳୁ ଦେଖାଯାଏ ତାକୁ ପାହାନ୍ତି ତାରା କୁହାଯାଏ ପ୍ରଭାତୀ ତାରା କୁହାଯାଏ ବା କୁଆଁ ତାରା କୁହାଯାଏ। ବୁଝୁଛ ନା କଥା କ'ଣ? ତେଣୁ ସେଇଭଳିଆ ତେଣୁ ସେଇ ଯେଉଁ ସନ୍ଧ୍ୟା ତାରାକୁ ସେ ଦେଖିକି ଦେଲା କିଣି ସନ୍ଧ୍ୟା ହେଲା ବୋଲି ଜାଣିଗଲେ। ସେଠୁ ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲେ ମାଛ ଧରା ବନ୍ଦ କରିଦେଇକି ଘରକୁ ଯିବା ପାଇଁ ସନ୍ଧ୍ୟା ହେଇଗଲା। ତେଣୁ ପଡ଼ିଯିବ ପ୍ରଶ୍ନ ପଡ଼ିଯିବ ମିନଜି ମାନେ ସନ୍ଧ୍ୟା କିପରି ହେଉଥିଲେ ବୋଲି କିପରି ଜାଣୁଥିଲେ? ଭାଲେରି ପାହାଡ଼ ଉପରେ ସନ୍ଧ୍ୟା ତାରା ଦେଖୁଥିଲେ। ଭାଲେରି ପାହାଡ଼ ଉପରେ କ'ଣ ଦେଖି ସେମାନେ ସନ୍ଧ୍ୟା ଜାଣୁଥିଲେ? ସନ୍ଧ୍ୟା ତାରା। ସନ୍ଧ୍ୟା ତାରାକୁ ସେମାନେ କେଉଁଠି ଦେଖୁଥିଲେ? ଭାଲେରି ପାହାଡ଼ ଉପରେ। ଭାଲେରି ପାହାଡ଼ ଚିଲିକାର କେଉଁ ଦିଗରେ ଅବସ୍ଥିତ? ସେଇଠି ଖୁବ୍ ଖାଇଯିବ ଚୁପ୍ ହେଇଯିବ ସେଇଠି। ମୁଁ କହିଯିବା ସନ୍ଧ୍ୟା ତାରା ପଶ୍ଚିମ ପଟରେ ତେଣୁ ଭାଲେରି ପାହାଡ଼ ନିଶ୍ଚୟ ପଶ୍ଚିମ ପଟରେ। ତେଣୁ ଭାଲେରି ପାହାଡ଼ ଚିଲିକାର ପଶ୍ଚିମ ଦିଗରେ ଅବସ୍ଥିତ। ବୁଝିଲା ତ କ'ଣ? ତେଣୁ ଆସନ୍ତି ପଟିକା ମହଲ୍ଲା ସେତିକି। ପଟିକା ପଟିକା ମାନେ ପାଲ। ଯେତେବେଳେ ଡଙ୍ଗାଟା ସେମାନେ ଠିଆ କରିଦେଇଥାନ୍ତି ଡଙ୍ଗାଟା ପବନ ଦେଉଛି ପେଲ ନେଉଥିବ ତେଣୁ ପାଲ ଟାଣି ଦିଅନ୍ତି। ଏମିତି ପାଲ ଟାଣି ଦିଅନ୍ତି। ପାଲ ଟାଣି ଦେଲେ କ'ଣ ହେବ? ସେଇଠି ପବନ ଦେଲା କ୍ଷଣି ସେଇଠି ରହିଲା ଆଉ ବେଶୀ ବାଟ ଗଲା ନାହିଁ। କିନ୍ତୁ ଯେତେବେଳେ ଘରକୁ ଆସିଲେ ପାଲ ଟେକିଦେଲେ। ପାଲ ଟେକିଦେଲେ କ'ଣ ହେବ? ନାବ ବାହିତେ ସୁବିଧା ହେବ। ଆଗୁ 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 ଚାଲିଲେ ପାଲଟା ରହିଲେ ପବନଟା ଲାଗିବ ତେଣୁ ବହୁତ କଷ୍ଟ ହେବ। ତେଣୁ ପାଲଟାକୁ ଟେକିଦେଲେ। ଆସନ୍ତି ପଟିକା ମହଲ୍ଲା ସେ ଟେକି। ତେଣୁ ଫେରିଲା ବେଳେ ମିନୁଜୀ ମାନେ ଘରକୁ ଫେରିଲା ବେଳେ ତାଙ୍କର ମନର ଭାବ କିପରି ଥିଲା? ଆସନ୍ତି ପଟିକା ମହଲ୍ଲା ସେ ଟେକି ମହା ଉଲ୍ଲାସ ଭାବ ଥିଲା। ବୁଝିଲେ କ'ଣ? କ'ଣ ଟେକି ଦେଇ ଫେରିଥିଲେ ମିନୁଜୀ ମାନେ? ପଟିକା ଟେକି ଦେଇ ଫେରିଥିଲେ। ଘରକୁ ଫେରିଲା ବେଳେ ମିନୁଜୀ ମାନେ କ'ଣ ଟେକି ଦେଇ ଫେରୁଥିଲେ? ନା ପରେ ପଟିକା। ମନର ଭାବ କିପରି ଥିଲା? ମହା ଉଲ୍ଲାସ। ତାପରେ ଦେଖିବା ତାଙ୍କ କଣ୍ଠୁ କବି ସୂର୍ଯ୍ୟ ଗୀତାମୃତ ଦୂରୁ ବହି ଆଣେ ଚିଲିକା ମାରୁତ। ତାଙ୍କ କଣ୍ଠୁ କବି ସୂର୍ଯ୍ୟ ଗୀତାମୃତ ଦୂରୁ ବହି ଆଣେ ଚିଲିକା ମାରୁତ। ସେ ଯେତେବେଳେ ଫେରୁଛନ୍ତି କାମ ତ ସରିଯାଏ କ'ଣ ହୁଏ? ମନ ଖୁସି ହେଇଯାଏ। ମନ ଖୁସି ହେଲେ କ'ଣ ହେବ? ଆମର ଗୀତ ବାହାରିବ। ମନ ଖୁସି ହେଲେ ଗୀତ ବାହାରିବ ନୁହେଁ କି? ତମମାନେ ଯେଉଁ କାମ ସରିଗଲା ସାଙ୍ଗେ ସାଙ୍ଗେ ଗୀତ ବାହାରିଲା। ଠିକ୍ ସେଇଭଳିଆ ଗୀତ ବାହାରିଲା ତାଙ୍କ କଣ୍ଠୁ। କାହା ଗୀତ ଗାଉଥିଲେ? ତାଙ୍କ କଣ୍ଠୁ କଣ୍ଠରୁ ଝଙ୍କୃତ ହେଉଥିଲା ନିଃସୃତ ହେଉଥିଲା। କାହାର? କବି ସୂର୍ଯ୍ୟ। କବି ସୂର୍ଯ୍ୟ କିଏ? ନା ଓଡ଼ିଆ ସାହିତ୍ୟର କବି ସୂର୍ଯ୍ୟ କହିଲେ ଆମେ ବଳଦେବ ରଥକୁ ବୁଝୁ। କବି ସୂର୍ଯ୍ୟ ବଳଦେବ ରଥ। ବଳଦେବ ରଥଙ୍କ ଗୀତାମୃତ ଅମୃତ ଭଳିଆ ଗୀତ। ଗୀତ ଅମୃତ ଭଳିଆ ଗୀତକୁ ସେମାନେ ଗାଇ ଗାଇକି ଫେରୁଥିଲେ। ବୁଝିଲ? ତାଙ୍କ କଣ୍ଠ କବି ସୂର୍ଯ୍ୟ ଗୀତାମୃତ ଦୂରୁ ବହି ଆଣେ ଚିଲିକା ମାରୁତ। ଦୂରରୁ ବହି ଆଣୁଥାଏ କୂଳକୁ। କିଏ ବହି ଆଣୁଛି? ଚିଲିକା ମାରୁତ। ଚିଲିକା ପବନ। ମାରୁତ ମାନେ ପବନ। ସେଠି ସେମାନେ ସମୁଦ୍ର ଭିତରେ ଗାଉଛନ୍ତି କିନ୍ତୁ ଏଠି ଆମେ ଶୁଣୁଛନ୍ତି। କଟକ ଷ୍ଟେସନରେ ରେଡ଼ିଓ ଷ୍ଟେସନରେ ପ୍ରୋଗ୍ରାମ ହେଉଛି କିନ୍ତୁ ଏଠି ଆମେ ଶୁଣୁଛନ୍ତି। ରେଡ଼ିଓ ଖୋଲିଲା କ୍ଷଣି ଶୁଣୁଛନ୍ତି ବେତାର ଦ୍ୱାରା। ଠିକ୍ ସେଇଭଳିଆ ସେ ପବନ ତାଙ୍କୁ ଠେଲି ଆଣୁଛି ତାଙ୍କ ଗୀତକୁ। ତେଣୁ ଏଠି କିଏ କିଏ ଆସୁଛି? ମିନଜୀମାନଙ୍କ ଗୀତକୁ ସଙ୍ଗୀତକୁ କୂଳକୁ କିଏ ବହି ଆଣୁଥିଲା? ଚିଲିକା ପବନ ଚିଲିକା ମାରୁତ। ବୁଝିଲା ତ? ତେଣୁ କବି ସୂର୍ଯ୍ୟଙ୍କ ଗୀତକୁ ସେ ଗାଉଥିଲେ। କବି ସୂର୍ଯ୍ୟଙ୍କ କେଉଁ ଗୀତକୁ? କବି ସୂର୍ଯ୍ୟ ବଳଦେବ ରଥଙ୍କ ବିଷୟ ଜାଣିଛ ନା ନାହିଁ?
कवि सूर्य बलदेव रथ सी गोटे रचना करते श्रेष्ठ काव्य किशोर चंद्रानंद चंपू। किशोर चंद्रानंद किशोर चंद्र श्रीकृष्ण को आनंद देउथुवा चंपू। चंपू कौन चम युक्त पु चम माने चमत्कृत पु माने पवित्र गद्य पद्य मिश्रित काव्य। गद्य पद्य मिश्रित काव्य को चंपू कहा जाए ताको कहते चमत्कृत पवित्र गद्य पद्य मिश्रित काव्य चंपू। किशोर चंद्रानंद चंपू तार रचयिता होती कवि सूर्य बलदेव रथ। एटा कौन कर ना क ठारू क्ष पर्यंत 34टा गीत को लेकर 34टा नियम एठी क ठारू क्ष पर्यंत 34टा कौन क ठारू ख अक्षर 34टा अक्षर को लेकिन जो गीत रचना होता है बा जो काव्य रचना होता है 34टा कह जाए। ये सब कर गोटे गीत खरे गोटे गीत गर गोटे गीत घर गोटे गीत ता सबू लाइन गुड़ाक सबू से अक्षर आरंभ क्ष पर्यंत से 34टा गीत को लेकिन सी लिखिले किशोर चंद्रानंद चंपू। बुझल कौन से किशोर चंद्रानंद चंपूर ग अक्षर गीतर गायिका आसते ग अक्षर गीत कौन टे गाया से कि गीत गायिका आसते जानी ना से कौन गीत गायिका आसते मुझे दूसरी कौन गलाणी तो गला कथारे संगात गलाणी तो गला कथा गुपते सीना मु पचारिली तोते बड़ी पड़बारू व्यथा। से गीतर ना हूँ गलाणी तो गला कथारे संगात गलाणी तो गला कथारे संगात गलाणी तो गला कथा गुपते सीनामु तोते पचारिली बड़ी पड़बारू व्यथा। ये किए क्या संगात बोली कहूँ राधा ललिता को कहते राधा ललिता कहते हे ललिते मुझे कौन करी कह मु कृष्ण मुझे पागल हो गली तू मना करिया सत्वे मु कृष्ण को भल पाई बस बर्तमान कृष्ण मुझे मोर कि भल लगुना मत दिन राति खाया पीवा शोवा मो सबू विषय आनी तो ते एकांत निरोला मुझे व्यथा बड़ी पड़ू तो पचार जहाँ कथा है तू मना करिया सत्वे मुझे तो भल पाई सारे जहाँ कथा है गलाणी तो गला कथार संगत हे संगात जो कथा गलाणी बर्तमान कौन करी कह राधा ललिता को कहते बुझेगा देख ये किशोर चंद्रानंद चंपू राधा कहते कृष्ण कहते कथबार्ता भितर किंतु मुख्य चरित्र एक ललिता को दिखाई ललिता को श्रेष्ठ करके समस्त रीति जुगरे राधा कृष्ण को मुख्य करता बेले कि कवि सूर्य बलदेव रथ ललिता को मुख्य कर ललिता बिना राधा कृष्णकर प्रेम कहानी सार्थक हो न था तो ललिता को मुख्य करके लिखी बुझेगा तो से गीत को से गायिका गो अक्षर गीत को गलाणी तो गला कथार संघात कुछ उल्लासर आत्मा प्राय गीत तान ह्रद नील बक्षे करे अधिष्ठान। उल्लासर आत्मा उल्लास आनंद आनंदर आत्मा से गीतर शुणी कि मन आनंदित हो गला प्राय प्राय माने भली गीतर तान भली गीतर ताल भली गीतर तान जमी सुंदर भाव चलती गलाणी तो गला कथारे संगात गलाणी तो गला कथा ये जो तान ये जो ताल ठीक से भाया कौन उल्लासर आत्मा आनंदर आत्मा कौटी चिलिका ह्रदर नीलबक्षर अधिष्ठान अधिष्ठान अवस्थान चिलिका ह्रदर नील जलराशि बक्षरे जे से मीनजीव मान नाव पाखे अवस्थान कर मनटा से चलिए बुझे कथा मनटा ठीक कौन ना कौन है कौन कले आम भूलिनी मनटा से भाई चबी पड़ी कारण मनटा ये बटा चाटी से कौन तापर देखा हसंती चौदिगे मधुर हासिनी दिगंगना ज्योत्स्ना दुकूलवासिनी हसंती चौदिगे चौदिगे चारि दिगरे हसंती चौदिगे चारि दिगरे मधुर हासिनी मधुर मधुर हस्तुवा नी नारी हासिनी हासिनी माने गोटे नारी को मधुर हस्तुवा नारी किए दिगंगना ज्योत्स्ना दुकूलवासिनी दिगंगना दिक युक्त अंगना दिक माने दिग अंगना माने नारी कारण कर दिगर नारी तमार कौन दिगपालिका देवी दिगंगना दिगपालिका देवी ज्योत्स्ना दुकूलवासिनी ज्योत्स्ना माने
ଜହ୍ନ ପଡ଼ିଯାଇଛି ଧଳା ରଙ୍ଗର ଜ୍ୟୋତ୍ସ୍ନା ରଙ୍ଗ ମାନେ ଧଳା ରଙ୍ଗର ପାଟବସ୍ତ୍ର ଦୁକୁଳ ପାଟବସ୍ତ୍ର ବାସିନୀ ପରିହିତା ବୁଝିଲ ଧଳା ରଙ୍ଗର ପାଟବସ୍ତ୍ର ପରିହିତା ଜ୍ୟୋତ୍ସ୍ନା ରଙ୍ଗର ପାଟବସ୍ତ୍ର ପରିହିତା ମଧୁର ମଧୁର ହସୁଥିବା ଦିଗଙ୍ଗନା ଦେବୀ କ'ଣ କରେ ନା ଚାରି ଦିଗରେ ବୁଲିଥାନ୍ତି ପଡ଼ିଯିବ ଦିଗଙ୍ଗନା ପ୍ରତି କବି କେଉଁ ଶବ୍ଦପୁଞ୍ଜ ବ୍ୟବହାର କରିଛନ୍ତି ମଧୁର ଆସେନି ଜ୍ୟୋତ୍ସ୍ନା ଦୁକୁଳ ବାସିନୀ ମଧୁର ଆସିନି କିଏ ଦିଗଙ୍ଗନା ଦେବୀ ଜ୍ୟୋତ୍ସ୍ନା ଦୁକୁଳ ବାସିନୀ କିଏ ଦିଗଙ୍ଗନା ଦେବୀ ବୁଝିଲା ତ କ'ଣ ତାପରେ ଭାବାନ୍ତର ପୁଣି କ୍ଷଣ କରେ ଜାତ ଗଲାଣି ତ ଗଲା କଥାରେ ସଙ୍ଗାତ ସଙ୍ଗୀତ ଆବେଶେ ନାନା ରୂପେ ମନ ଅତୀନ୍ଦ୍ରିୟ ଦେଶେ କରେ ବିଚରଣ ଭାବାନ୍ତର ପୁଣି କ୍ଷଣ କରେ ଜାତ ପୁଣି ଦିଗଙ୍ଗନା ଦେବୀ ଚାରିଆଡ଼େ ଧଳା ରଙ୍ଗର ଛାଇଯାଇଛି ଆମେ ସେଠିକି ଅନେଇଛୁ କବି ଚାରିଆଡ଼େ ଲକ୍ଷ୍ୟ କରୁଛନ୍ତି ଏ ଚାରିଆଡ଼େ ଅନେଇଛନ୍ତି ସାଙ୍ଗେ ସାଙ୍ଗେ ପୁଣି ଭାବାନ୍ତର ହେଇଛି ଭାବାନ୍ତର ଆମେ ଜନ୍ମଭୂମି ପଡ଼ିକି ଆସିଥିଲେ ଧର୍ମାନ୍ତର ଅନ୍ୟ ଧର୍ମ ଦେଶାନ୍ତର ଅନ୍ୟ ଦେଶ ଗ୍ରାମାନ୍ତର ଅନ୍ୟ ଗ୍ରାମ ସେଇଭଳିଆ ଭାବାନ୍ତର ଅନ୍ୟ ଭାବ ପୁଣି ଅନ୍ୟ ଭାବ ପଡ଼ିଯାଉଛି କିଏ ଅନ୍ୟ ଭାବକୁ ନେଇଯାଉଛି କିଏ ସେ ଗଲାଣି ତ ଗଲା କଥାର ସଙ୍ଗାତ ଭାବାନ୍ତର ପୁଣି କ୍ଷଣ କରେ ଜାତ ପୁଣି କ୍ଷଣ ପୁଣି କିଛି ସମୟ ପରେ ପୁଣି ଭାବାନ୍ତର ହେଇଛି ଅନ୍ୟ ଭାବକୁ ଆସିଯାଉଛି ଅନ୍ୟ ଭାବ ଜନ୍ମ ନେଉଛି ଜାତ ଜନ୍ମ ନେଉଛି ଅନ୍ୟ ଭାବ ଜନ୍ମ ନେଉଛି କ'ଣ ଜନ୍ମ ନେଉଛି ଗଲାଣି ତ ଗଲା କଥାରେ ସଙ୍ଗାତ ସଙ୍ଗୀତ ଆବେଶରେ ଗୋଟିଏ ଲାଇନ୍ ସଙ୍ଗୀତ ଆବେଶରେ କହୁଛି ନାନା ରୂପେ ମନ ଅତୀନ୍ଦ୍ରିୟ ଦେଶେ କରେ ବିଚରଣ ସେଇ ଗଲାଣି ତ ଗଲା କଥାରେ ସଙ୍ଗୀତ ଗୀତ ଚାଲିଛି ତାର ଆବେଗରେ ଆବେଶ ମାନେ ଆବେଗରେ ଭାବାବେଗରେ ଆବେଶ ଆ ବିଷ ଅପ୍ରତ୍ୟୟ ଲାଗିଲା ଆ ବିଷ ଧାତୁ ଅପ୍ରତ୍ୟୟ ଲାଗିଲା ଭାବାବେଗ ସେଇ ଗଲାଣି ତ ଗଲା କଥାର ସଙ୍ଗାତର ଭାବାବେଗରେ ନାନା ରୂପରେ ମନଟା ଅତୀନ୍ଦ୍ରିୟ ଦେଶ ଅତୀନ୍ଦ୍ରିୟ ଅତିଯୁକ୍ତ ଇନ୍ଦ୍ରିୟ କରିଦେବା ଇନ୍ଦ୍ରିୟ କାହା କହିବା ଶରୀରର ଯେଉଁ ସବୁ ଅଙ୍ଗ ଦ୍ୱାରା ଆମେ କ'ଣ କରୁଛେ ବସ୍ତୁ ସମ୍ବନ୍ଧରେ ଜ୍ଞାନ ଆମର ହୁଏ ସେ କ'ଣ ଆଖି ରହିଲା କାନ ରହିଲା ନାକ ରହିଲା ପାଟି ରହିଲା ଏଗୁଡ଼ା ଆମେ ସବୁ ଜାଣିପାରୁଛନ୍ତି ତେଣୁ ସେଇଗୁଡ଼ା ସବୁ ଜିହ୍ୱା ରହୁଛି ଏସବୁ ଏଗୁଡ଼ା ହେଉଛି ଇନ୍ଦ୍ରିୟ ଅତୀନ୍ଦ୍ରିୟ ଇନ୍ଦ୍ରିୟ ଗୁଡ଼ିକର ଅଗୋଚର ଯେଉଁଟାକି ଇନ୍ଦ୍ରିୟାତୀତ ଅତୀନ୍ଦ୍ରିୟ ଦେଶ ତା ମାନେ ଆମେ ସ୍ୱର୍ଗପୁରରୁ ବିଚରଣ କରୁଛୁ ମନଟା ଖୁସି ହେଲେ ଗୋଟେ ମୋର ଆଜି ମନଟା କରେ ସ୍ୱର୍ଗରୁ ଉଠୁଛି ଆଜି ମନଟା ଆଜି ସ୍ୱର୍ଗରୁ ଉଠୁଛି କ'ଣ ଆଜି ମଟନ ହେବ ଘରେ ବାପା ଆଣିବ ମୁଁ ଆଜି ଖାଇବି ଉଠେଇ ପାରେ ଆଜି ପରୀକ୍ଷାରେ ଭଲ କରିଦେଇଛି ଫାଷ୍ଟ ହେଇଛି ମୁଁ ଆଜି ମୋର ସ୍ୱର୍ଗରୁ ଉଠୁଛି ପୁରସ୍କାର ପାଇଛି ଆଜି ସ୍ୱର୍ଗରୁ ଉଠୁଛି କେତେ କୁହନ୍ତି ନା ତେଣୁ ସେଇ ରହୁଛି ଅତୀନ୍ଦ୍ରିୟ ଦେଶରେ ମନ ବିଚରଣ କରୁଛି ମନଟା ଖୁସି ହେଲେ ଗୋଟେ ସ୍ୱର୍ଗ ଉଠୁଛି ଅତୀନ୍ଦ୍ରିୟ ଦେଶରେ ବିଚରଣ କରୁଛି ପଡ଼ୁଛି ନାନା ରୂପରେ ମନ କେଉଁଠାରେ ବିଚରଣ କରୁଥିଲା ଅତୀନ୍ଦ୍ରିୟ ଦେଶରେ ବୁଝିଲ ପୁଣି କହୁଛି ଚାଲି ଯାଏ ଶୂନ୍ୟ ଶୂନ୍ୟ କେଉଁ ସ୍ଥାନେ କି ଲୋଡ଼ିବା ପାଶେ ଆସେ ସେହି ତା ନ ଜାଣେ ଚାଲି ଯାଏ ଶୂନ୍ୟ ଶୂନ୍ୟ କେଉଁ ସ୍ଥାନ ଚାଲିଯାଏ ହଠାତ୍ ମନଟା କୋଉଠି ବୁଲି କରିଚାଲିବ ବର୍ତ୍ତମାନ କଟକରେ ପହଞ୍ଚିବ ଭୁବନେଶ୍ୱର ପହଞ୍ଚିବ ଉଦଳା ମାର୍କେଟରେ ପହଞ୍ଚିବ ବାଲେଶ୍ୱର ଭୋଗରାରେ ପହଞ୍ଚିବ ବାଲେପାଳରେ ପହଞ୍ଚିବ ବାଲେଶ୍ୱର ଆସିଗଲା ମନଟା କୁଆଡ଼େ ବୁଲି କୁଆଡ଼େ ଚାଲୁଛି ଚାଲିଯାଏ ଶୂନ୍ୟ ଶୂନ୍ୟରେ ସେ କେଉଁଠାକୁ ଚାଲିଲା କି ଲୋଡ଼ିବା ଆଶାରେ କ'ଣ ପାଇବା ଆଶାରେ କେଉଁଥିପାଇଁ ସେ ଚାଲୁଛି କ'ଣ ପାଇବା ପାଇଁ ସେହୁ କି ଲୋଡ଼ିବା ଆଶା ମାନେ ଆଶାରେ ସେଇମାନେ ସେଇ ମନ ତା ନ ଜାଣେ ତାହା ମଧ୍ୟ ନିଜେ ଜାଣେନି କାହିଁ ସେ ଚାଲୁଛି ନିଜେ ମଧ୍ୟ ଜାଣିନି କୁଆଡ଼େ ଚାଲୁଛି ଧନ୍ୟ ସେହି ଯାର ଆଜ୍ଞା ଶିରେ ଧରି ଏ ଲୀଳା ରଚନ୍ତି ଦେବୀ ବାଗେଶ୍ୱରୀ ଧନ୍ୟ ସେହି ଧନ୍ୟ ତାହାଙ୍କୁ କହିବା କବି କହୁଛନ୍ତି ଧନ୍ୟ ତାହାଙ୍କୁ କହିବା ଧନ୍ୟ ସେହି ଯାହାର ଆଜ୍ଞାକୁ ଶିରରେ ଧରି ଏ ଲୀଳା ରଚନ୍ତି ଦେବୀ ବାଗେଶ୍ୱରୀ ଯାହାର ଆଜ୍ଞା ମାନେ ଆଦେଶ ଯାହାର ଆଦେଶକୁ ଶିରରେ ଧରି ମୁଣ୍ଡରେ ମୁଣ୍ଡେଇକି ଏ ଲୀଳା ରଚନା କରିଛନ୍ତି ଦେବୀ ବାଗେଶ୍ୱରୀ ମାନେ ସରସ୍ୱତୀ ତା ସରସ୍ୱତୀ କାହାର ଆଜ୍ଞାକୁ ଶିରରେ ଧରିଛନ୍ତି କାହାର ଆଜ୍ଞାକୁ ସେଇ ପରମ ପୁରୁଷ ଭଗବାନ ବିଷ୍ଣୁ ବୁଝିଲ ପରମାତ୍ମା ପରମେଶ୍ୱର ତାଙ୍କର ଆଜ୍ଞାକୁ ଶିରରେ ଧରି କାହିଁକି ନା ସରସ୍ୱତୀ ବିଷ୍ଣୁଙ୍କର ଦ୍ୱିତୀୟ ସ୍ତ୍ରୀ ଗୋଟେ ହେଉଛି ଲକ୍ଷ୍ମୀ ଆଉ ଗୋଟେ ହେଉଛି ସରସ୍ୱତୀ ବ୍ରହ୍ମାଙ୍କ ଝିଅ ନା ନାଇଁ ତେଣୁ ସିଏ ଗୋଟେ ସ୍ତ୍ରୀ ଯେହେତୁ ସ୍ୱାମୀ କଥା ମାନିବେ ନା ତ ସ୍ୱାମୀ କଥା ମାନିବେ ତ ସ୍ୱାମୀ କିଏ ବିଷ୍ଣୁ ବା ପରମେଶ୍ୱର କହିପାରିବା ପରମାତ୍ମା କହିପାରିବା ଭଗବାନ କହିପାରିବା ନୁହେଁ କି ତାଙ୍କର ଶିରକୁ ତାଙ୍କର ଆଜ୍ଞାକୁ ତାଙ୍କର ଆଦେଶକୁ ଶିରରେ ଧରି
ମୁଣ୍ଡରେ ମୁଣ୍ଡିକି ଏ ଲୀଳା ରଚନା କରିଛନ୍ତି ଦେବୀ ବାଗେଶ୍ୱରୀ, ଏ ଲୀଳା ରଚନା କରିଛନ୍ତି ଦେବୀ ବାଗେଶ୍ୱରୀ। କେଉଁ ଲୀଳା? ଏଠାରେ ଦେବୀ ସରସ୍ୱତୀ ବାଗେଶ୍ୱରୀ କେଉଁ ଲୀଳା ରଚନା କରିବା କରିଦେଇଛି ନା ସେ ବଳଦେବ ରଥଙ୍କୁ କୃପା କରିଛନ୍ତି, ଯାହାଫଳରେ ବଳଦେବ ରଥ ଗଲାଣି ତ ଗଲା କଥାରେ ସଙ୍ଗାତ ଭଳି ଗୋଟେ ସୁନ୍ଦର ଗୀତ ରଚନା କରିପାରିଛନ୍ତି। ଏଇ ଲୀଳା ବା କିଶୋର ଚନ୍ଦ୍ରାନ୍ତ ଚମ୍ପୁ ରଚନା କରିପାରିଛନ୍ତି, ଏଇ ଲୀଳା ରଚନା କରିଛନ୍ତି ସେଠି। ବୁଝିଲେ ତ? ତାପରେ କଥା କହୁଛନ୍ତି, ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭ କ୍ଷଣେ ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ। କବି କହୁଛନ୍ତି ହେ ରଥେ, ହେ ବଳଦେବ ରଥ, ତୁମେ ଧନ୍ୟ, ତୁମେ ଧନ୍ୟ। ତୁମେ କାହିଁକି? ତୁମ ଜନ୍ମ ଶୁଭ କ୍ଷଣରେ ହେଇଛି। ତ ବଳଦେବ ରଥଙ୍କ ଜନ୍ମ କେବେ ହେଇଥିଲା ଜାଣିବା? କ'ଣ ଶୁଭ କ୍ଷଣ ହେଇଛି ଜାଣିବା ନାହିଁ? ତ ବଳଦେବ ରଥଙ୍କ ଜନ୍ମ ହେଇଥିଲା 1779 ମସିହା ମାଘ ମାସ ଶ୍ରୀପଞ୍ଚମୀ ଦିନ। ମାଘ ମାସେ ଶ୍ରୀପଞ୍ଚମୀ ଦିନ ସିଏ ଜନ୍ମ ହେଇଥିଲେ। ବୁଝିଲା ତ? ଏଇଟା ହେଉଛି ତାଙ୍କ ଜନ୍ମଦିନ। ତେଣୁ ଶୁଭ ବେଳାରେ ଜନ୍ମ ହେଇଛନ୍ତି, ସିଏ ଶୁଭ କ୍ଷଣରେ ଶ୍ରୀପଞ୍ଚମୀ ଦିନ ଶୁଭ ବେଳାରେ ଜନ୍ମ ହେଇଛନ୍ତି। ତେଣୁ ନିଶ୍ଚୟ ସରସ୍ୱତୀ ତାଙ୍କୁ କୃପା କରିଛନ୍ତି, ବରଦାନ କରିଛନ୍ତି, ଯାହାଫଳରେ ଗୋଟେ ସୁନ୍ଦର ଗୀତ ଗଲାଣି ତ ଗଲା ସଙ୍ଗାତ ଭଳିଆ ସୁନ୍ଦର ଗୀତଟି ରଚନା କରିପାରିଛନ୍ତି। ବୁଝିଲ କ'ଣ? ତା କାହିଁକି ପଡ଼ିଯିବ, ପ୍ରଶ୍ନ ପଡ଼ିଯିବ ଯେ ବଳଦେବ ରଥଙ୍କ ଜନ୍ମ କେଉଁ କ୍ଷଣରେ ହେଇଥିଲା? ଶୁଭ କ୍ଷଣରେ। ଶୁଭ କ୍ଷଣରେ କାହିଁ କୁହାଯାଇଛି ନା ସରସ୍ୱତୀ ପୂଜାର ଦିନ ବା ଶ୍ରୀପଞ୍ଚମୀ ଦିନ ସେ ଜନ୍ମଗ୍ରହଣ କରିଥିଲେ ଏବଂ ସରସ୍ୱତୀ ଠାରୁ ବରପ୍ରାପ୍ତ ହୋଇ ସେ କ'ଣ କରିଥିଲେ, ଗଲାଣି ତ ଗଲା କଥାରେ ସଙ୍ଗାତ ଭଳି ଗୋଟେ ସୁନ୍ଦର ଗୀତ ରଚନା କରିପାରିଥିଲେ। ସେଇଥିପାଇଁ କୁହାଯାଇଛି ତାଙ୍କ ଜନ୍ମ ଶୁଭ କ୍ଷଣ। ବୁଝିଲ ତ? ପୁଣି ଧନ୍ୟରେ ଥାଏ ତୁମ ଜନ୍ମ ଶୁଭ କ୍ଷଣେ ମୃତ୍ୟୁଞ୍ଜୟ ତୁମେ ଉତ୍କଳ ଭୁବନେ। ତୁମେ ମୃତ୍ୟୁଞ୍ଜୟ, ମୃତ୍ୟୁକୁ ତୁମେ ଜୟ କରିଛ, ତୁମ ମରଣ ଜୟ, ତୁମେ ଅମର ହେଇଛ, ମୃତ୍ୟୁ ତୁମକୁ ଜୟ କରିଯାଇଛି। ମୃତ୍ୟୁ ତୁମେ ଜୟ କରିଯାଇଛ, ମୃତ୍ୟୁ ତୁମକୁ ଜୟ କରିନି, ମୃତ୍ୟୁକୁ ତୁମେ ଜୟ କରିଯାଇଛ। ବର୍ତ୍ତମାନ ପେପର ଖବର ବାହାରୁଛି 98 ବର୍ଷର ବୃଦ୍ଧ 91 ବର୍ଷର ବୃଦ୍ଧ ମୃତ୍ୟୁକୁ ଜୟ କରି କରୋନାକୁ ଜୟ କରି ଫେରିଲେ। ତା କରୋନା ପଜିଟିଭ୍ ହେଇଥିଲା, ସେ ଭଲ ହେଇକି ଫେରିଛନ୍ତି। 40-45 ବର୍ଷର ଲୋକ ସବୁ ମରିଯାଉଛନ୍ତି, 30 ବର୍ଷ ମରିଯାଉଛନ୍ତି, 60 ବର୍ଷ ମରିଯାଉଛନ୍ତି, କିନ୍ତୁ ସିଏ 91 ବର୍ଷର 42 ବର୍ଷର ବୃଦ୍ଧ ସିଏ ଭଲ ହେଇକି ଫେରୁଛନ୍ତି। ତ ମୃତ୍ୟୁକୁ ସିଏ ଜୟ କରିଯାଇଛନ୍ତି। ବୁଝିଲ ତ? ତ ସେଇଟା କହୁଛି ମୃତ୍ୟୁଞ୍ଜୟ ତୁମେ ଅମର ହେଇଛ, ତୁମେ ଉତ୍କଳ ଭୁବନରେ, ଉତ୍କଳ ମାଟିରେ ତୁମେ ଅମର ହେଇଛ। ଉତ୍କଳ ମାଟିରେ କାହିଁ ହେଇଛି ନା ଓଡ଼ିଆ ଅକ୍ଷରରେ ଲେଖିଥିଲେ ଗଲାଣି ତ ଗଲା କଥାର ସଙ୍ଗତ, ଗଲାଣି ତ ଗଲା କଥାର ସଙ୍ଗାତ ଗୀତଟାକୁ ଓଡ଼ିଆ ଅକ୍ଷରରେ ଲେଖିଥିବାରୁ ଉତ୍କଳବାସୀମାନଙ୍କ ପାଇଁ ପ୍ରିୟ। ତେଣୁ ସେ ଉତ୍କଳ ଭୁବନରେ ଅମର, ଓଡ଼ିଆ ଅକ୍ଷରରେ ରଚନା କରିଥିବାରୁ। ବୁଝିଲେ କ'ଣ? ଓଡ଼ିଆ ଭାଷାରେ ଗଲାଣି ତ ଗଲା କଥାରେ ସଙ୍ଗାତକୁ ଭଳି ସୁନ୍ଦର ଗୀତକୁ କବି ସୂର୍ଯ୍ୟ ବଳଦେବ ରଥ ରଚନା କରିଥିବାରୁ ଉତ୍କଳ ଭୁବନରେ ସେ ଅମର ହେଇଯାଉଛନ୍ତି। କ୍ଲିୟର ହେଲେ? ତାପରେ ଦେଖିବା, ମୀନ ଆକର୍ଷଣେ ଆସେ ପୋତ ପାଳ ତୋରଣୀରେ ଜାଳି ଦେଲାଣି ମଶାଲ। ମୀନ ଆକର୍ଷଣ ଆସେ ପୋତ ପାଳ ତୋରଣୀରେ ଜାଳି ଦେଲାଣି ମଶାଲ। ମୀନ ଆକର୍ଷଣ ଆଶାରେ ପୋତପାଳ ନାବିକ ତୋରଣୀରେ ଡଙ୍ଗାରେ ବା ନାବରେ ଜାଳି ଦେଲାଣି ମଶାଲ। ମଶାଲ ହେଉଛି ନିଆହୁଳା ଜାଳିଲାଣି। କାହିଁକି ନା କିଛି ତ ଦେଖିବ ଯେ ମାର୍କେଟିଂ କରତେ କିଛି କରତେ ଗାଡ଼ି ଭଡ଼ା କରି ଆମେ ଯାଇଥିବା, ତେଣୁ ସେଠି ଆମେ ତ ଆମ କାମ ସାରିକି ଆସିଲେ ବା ପନିପରିବା ବିକି ଦେଇକି ବା କିଛି ବିଜନେସ୍ କରିକି ଆମେ ସବୁ ଫେରିଲେ, ଆମେ ଜିନିଷ ନେଇକି ଆଇଲେ, କିନ୍ତୁ ଯେ ଡ୍ରାଇଭର ଯିଏ ଯାଇଛି ସେ କିଛି ପଇସା ପାଇଲାନି, କାରଣ ତା ମାଲିକକୁ ଆମେ କଥା ଛିଡ଼ି ହେଇଛନ୍ତି ଟ୍ରାଭେଲ୍ସ ଏଜେନ୍ସିର। ତ ଡ୍ରାଇଭର ଯିଏ ଆଡ଼େ ସେ ଖାଲି ତାର ମଜୁରୀ ପାଇବ। ତ ସିଏ କ'ଣ କଲେ ନା, ଯେତେବେଳେ ଗାଡ଼ି ଫାଙ୍କା ଦେଖିଥିବ ସେଥିରେ ଗୋଟେ ଦୁଇଟା ଲୋକ ଉଠେଇଦେବ, ଉଠେଇଲେ ତା ମଜୁରୀ ପାଇଗଲା। ଇଏ ସେଇଭଳିଆ ଯେତେବେଳେ ମାଛ ଧରା ହେଉଛି, ମାଛ ଧରୁଛନ୍ତି, ଆମେ ତ ମାଛ ଧରୁଛନ୍ତି, ମାଛ ଧରି ସାରିଲା ପରେ ମିନିଜିମାନେ ଗୋଟେ ମାଛ ଦେବେନି। ବୁଝିଲ ତ? ତେଣୁ ସେ କ'ଣ କରିବେ ନା, ସିଏ କ'ଣ କରେ ନା ନିଆହୁଳା ଜାଳି ଦିଏ। ନିଆହୁଳା ଜାଳିଲେ ନିଆହୁଳାଟାକୁ ଦେଖି ସେ ମଶାଲକୁ ଦେଖି ମାଛମାନେ କ'ଣ କରେ ଖପ୍ ଖାପ୍ ଦିଅନ୍ତି ଡଙ୍ଗା ଭିତରକୁ, ନାବ ଭିତରକୁ। ସେ ତାକୁ ଧରେ ଆଉ ତାର ସେଇଟା ଗୋଟେ ମାଛ ଧରିବାର ଗୋଟେ ଅଦ୍ଭୁତ କାଇଦା ସେ ପାଇଛି, ଉପାୟ ପାଇଛି। ବୁଝିଲା ତ? ତେଣୁ ପଡ଼ିଯିବ ମୀନ ଆକର୍ଷଣ ଆସେ ପୋତପାଳ ତୋରଣୀରେ ଜାଳି ଦେଲାଣି ମାଛ। ପଡ଼ିଯିବ ପ୍ରଶ୍ନ ପଡ଼ିଯିବ, ପୋତପାଳ ତୋରଣୀରେ କାହିଁକି ମଶାଲ ଜାଳି ଦେଇଥିଲା? ମୀନମାନଙ୍କୁ ଆକର୍ଷିତ କରିବା ପାଇଁ। ଠିକ୍ ସେଭଳି ତୁମ ଇତିହାସରେ ଅଛି ମଧ୍ୟାହ୍ନ ଭୋଜନ କାହିଁକି ବିଦ୍ୟାଳୟ ଦିଆହେଉଛି? ଶିଶୁମାନଙ୍କୁ ଆକର୍ଷିତ କରିବା ପାଇଁ। ଆକର୍ଷିତ କଥା ଦୁଇଟା, ଇତିହାସରେ ଶିଶୁମାନଙ୍କୁ ଆକର୍ଷିତ କରିବା ପାଇଁ ମଧ୍ୟାହ୍ନ ଭୋଜନ ଦିଆହେଉଛି, ଏଠାରେ ମୀନମାନଙ୍କୁ ଆକର୍ଷିତ କରିବା ପାଇଁ ପୋତପାଳ ମଶାଲ ଜାଳି ଦେଇଛି। ବୁଝିଲେ କ'ଣ? କେଉଁଠି ଜାଳି ଦେଇଛି ନା ତୋରଣୀରେ ମଶାଲ କିଏ ଜାଳି ଦେଇଛି? ପୋତପାଳ। ମୀନଜୀବ ଲେଖିବ ନାହିଁ, ସେଟା ଏନ୍ସାରଟା ଭୁଲ, ତେଣୁ ପୋତପାଳ ଲେଖିବ। ପୋତପାଳ
ତରଣୀରେ ମଶାଲ ଜାଳି ଦେଇଛି। ଭବେ ପାପ ମୂର୍ତ୍ତି ପୁରୀ ଅଟଇ ସେ ସ୍ପର୍ଶେ ମାରାତ୍ମକ ରୂପେ ରମ୍ୟ ଦିଶେ। ଭବେ ପାପ ମୂର୍ତ୍ତି ପୁରୀ ଅଟଇ ସେ। ଭବେ ସଂସାରରେ, ଭବ ସଂସାର, ଭବେ ସଂସାରରେ ଦୁନିଆରେ ପାପ ମୂର୍ତ୍ତି ପରି ଅଟଇ ସେ। ପାପ ମୂର୍ତ୍ତି ଭରି ସେ। ପାପ ମୂର୍ତ୍ତି ଆକର୍ଷିତ କରେ, ଲୋକମାନଙ୍କୁ ଆକର୍ଷିତ କରି ଖାଲରେ ପକାଇଦିଏ, ବିପଦରେ ପକାଇଦିଏ, ଉଦ୍ଧାର କରେ ନାହିଁ। ପାପର ପଙ୍କରେ ପକାଇକି ମଣିଷକୁ ଘାଣ୍ଟି ଚୁକୁଟି ମାରିଦିଏ। ତ ପାପ ମୂର୍ତ୍ତି ପରି ଅଟଇ ସେ କିଏ? ଅଟଇ ସେ କିଏ? ନା ମଶାଲ। ମଶାଲ କାହା ସହିତ ତୁଳନା କରାହେଇଛି? ପାପ ମୂର୍ତ୍ତି ପରି, ପାପ ମୂର୍ତ୍ତି ସହିତ। ସ୍ପର୍ଶ ମାରାତ୍ମକ ରୂପେ ରମେ। ସ୍ପର୍ଶରେ ମାରାତ୍ମକ ରୂପରେ ମଶାଲଟା ଦେଖିବାକୁ ବହୁତ ସୁନ୍ଦର। ମଶାଲ କେତେବେଳେ ଜଳାଯାଏ? ରାତିରେ। ରାତି ଜଳକୁ ହୁଏ ଜଳିଲା, ସୁନ୍ଦର ଦେଖାଲା, ଅନ୍ଧକାର ଦୂରୀଭୂତ ହେଲା, ବହୁତ ସୁନ୍ଦର ଲାଗିଲା। କିନ୍ତୁ ସ୍ପର୍ଶ କଲା କ୍ଷଣି ହାତ ପାଦ ପୋଡ଼ିଗଲା। ସ୍ପର୍ଶ ମାରାତ୍ମକ ରୂପେ ରମେ ସେ କିଏ? ମଶାଲ। ପୁଣି କହୁଛି ପାପ ଗର୍ତ୍ତେ ଜେହ୍ନେ ପୋଡ଼ଇ ଅଜ୍ଞାନ ତୋରି ଗର୍ଭେ ମିନେ ଡେଇଁ ଦେବେ ପ୍ରାଣ। ପାପ ଗର୍ତ୍ତେ ଜେହ୍ନେ ପୋଡ଼ଇ ଅଜ୍ଞାନ। ପାପ ଗାତରେ ଯେପରି ଅଜ୍ଞାନ ମାନେ ପଡ଼ିଯାଆନ୍ତି, ଠିକ୍ ସେଇଭଳି ତୋରି ଗର୍ଭେ ମିନେ ଡେଇଁ ଦେବେ ପ୍ରାଣ। ତୋରି ଗର୍ଭରେ ମୀନ ମାନେ ଡେଇଁକି ପ୍ରାଣ ଦେବେ। ଏଠାରେ ଅଜ୍ଞାନ ସହିତ କାହାକୁ ତୁଳନା କରାହେଇଛି? ମୀନକୁ। ପାପଗାତ ସହିତ ତୋରି ଗର୍ଭକୁ, ପାପକୁ ତୋରିକୁ, ପାପ ସହିତ ତୋରିକୁ ତୁଳନା କରାଯାଇଛି। ପାପଗାତକୁ ତୋରି ଗର୍ଭକୁ, ଡଙ୍ଗା ମଧ୍ୟକୁ। ଅଜ୍ଞାନ ସହିତ ମୀନକୁ। ଅଜ୍ଞାନ ଯେମିତି ନିଜର ଅଜ୍ଞାନତା ବଶତଃ ଜାଣିପାରିବନି, ଭୁଲ ବଶତଃ, ଭୁଲ ବଶତଃ ନୁହେଁ, ଯିଏ ଜାଣିକି ଯିଏ ଭୁଲ କରେ ସେ ହେଉଛି ଜାଣେ, ତାର ହେଲା ଭୁଲ। କିନ୍ତୁ ଇଏ ତ ଜାଣେନି କିଛି, ଏ ଭୁଲ କେମିତି ହେବ? ଅଜ୍ଞାନଟା ସେଇଟା ତାର ଠିକ୍, ସେ ଗାତ୍ର ପଡ଼ିଯିବ, ପାପ ଗାତ୍ର ପଡ଼ିଯିବ। ବୁଝିଲ କଥା? ଆମେ ଜାଣୁଛନ୍ତି ଚୋରି କଲେ, ଡକାୟତ କଲେ ଆମେ ଜେଲ୍ ଯିବା, ଆମକୁ ଫାଶୀ ପାଇବା। ତଥାପି ଯିଏ ଜାଣିକି ଏଟାକୁ କରେ, ତାକୁ କ'ଣ କହିବା? ତାକୁ ଅଜ୍ଞାନ କହିବା। ତାକୁ ଅଜ୍ଞାନ କହିବା, ଏଇଟା ବଦମାସି। ଅଜ୍ଞାନ ଯିଏ ମୋଟେ ଜାଣିନଥାଏ। ଜ୍ଞାନୀ ତା ବିପରୀତ ଅଜ୍ଞାନ। ଜ୍ଞାନୀ ମାନେ ଯିଏ ଜାଣିଥିବ, ତେଣୁ ଇଏ ଅଜ୍ଞାନ। କି ଜାଣି ଶୁଣିକି ହେଉଛନ୍ତି ଅଜ୍ଞାନ। ଯିଏ ନ ଜାଣିକି ଯିଏ ଭୁଲ କରୁଥାଏ, ସେଇଟା ଅଜ୍ଞାନ। ତେଣୁ ଅଜ୍ଞାନ ଯେପରି ପାପଗାତରେ ପଡ଼ିଯାଏ, ଠିକ୍ ସେଭଳି ତୋରି ଗର୍ଭରେ ମିନେ ଡେଇଁ ଦେବେ ପ୍ରାଣ। ମୀନ ମାନେ ଡଙ୍ଗା ମଧ୍ୟରେ ଡେଇଁକି ପ୍ରାଣ ଦିଅନ୍ତି। ତରଙ୍ଗେ ଦୋହଲି ଦୋହଲି ବୋଇତ ଥରେ ଦିଶେ ଥରେ ହୁଏ ଅନ୍ତର୍ହିତ। ତରଙ୍ଗରେ ଯେଉଁ ଲହଡ଼ି ଆସୁଛି, ଗୋଟା ପରେ ଗୋଟେ ଲହଡ଼ି, ତା ଦେହରେ ଦୋହଲି, ବୋଇତଟା ଦୋହଲୁଛି। ବୋଇତ କେଉଁଥିରେ ଦୋହଲୁଥିଲା? ତରଙ୍ଗରେ, ଲହଡ଼ିରେ। ହେଇ ଥରେ ଦିଶେ ଥରେ ହୁଏ ଅନ୍ତର୍ହିତ। କିଏ ଥରେ ଦେଖାଯାଇ ଥରେ ଅନ୍ତର୍ହିତ ହେଉଥିଲେ? ବୋଇତ। କାହିଁକି? ଗୋଟେ ଲହଡ଼ି ଯେତେବେଳେ ଉଠୁଛି, ଗୋଟେ ଲହଡ଼ିରେ ଆସୁଛି, ଡଙ୍ଗାଟା ଉଠେଇ ନେଉଛି, ତାପରେ ଯେତେବେଳେ ପୋଡ଼ି ଯାଉଛି ଆଉ ଗୋଟେ ଲହଡ଼ି ଉଠି ଯାଉଛି, କାହିଁକି ଦେଖାଉନି? ରହିଥା, ଫେର ଉଠିବ, ଇଏ ଲହଡ଼ିଟା ପୁଣି ଉଠିବ, ସେତେବେଳେ ଦେଖାଉଛି। ବୁଝିଲ କ'ଣ? ଥରେ ଦେଖାଯାଇ ଥରେ ଅନ୍ତର୍ହିତ ହେଉଥିଲା। ତରଙ୍ଗେ ଦୋହଲି ଦୋହଲି। ଦୁଃଖୀ ମନେ ଆଶା ଉତ୍ଥାନ ପତନ ପ୍ରାୟ ଶିଖା ଉଠେ ପଡ଼େ ଘନ ଘନ। ଦୁଃଖୀ ଲୋକର ମନର ଆଶାଟା ଉଠେ ପଡ଼େ। ଆଜି ଗୋଟେ ଏଇ ଲକଡାଉନ୍ ପିରିୟଡ଼ରେ ଅନେକ ଲୋକ ଖାଇବାକୁ ପାଇଲେନି, ଗରିବ ଲୋକ ଗୁଡ଼ାକ କାମଧନ୍ଦା ପାଇଲେନି। ସେ ଠିକ୍ କଲେ ମୁଁ ଯାଉଛି ଆଜି ଯେକୌଣସି ବୁଲିବାଲି ଆସେ, ଦେଖେ ଯଦି କାମଦାମ ପାଇଯାଏ। ମନରେ ଆଶା ନେଇ ଗଲା, ଆଶାଟା ଉଠିଲା ତାର, ପୁଣି ବୁଲି ବୁଲିକି ଆସିଲା, ନା ପାଇଲି, ଆଜି ପାଇନି କାମ ପାଇଲା, ଆଶାଟା ମରିଗଲା। ପୁଣି ତାପରେ ଦିନ ସକାଳୁ ଗଲା, ହଁ ମୁଁ ଯାଉଛି କାମ ପାଇବି, କାମ ପାଇବାକୁ ଗଲା, ପୁଣି ଆଶାଟା ଉଠିଲା, ପୁଣି ମରିଗଲା। ତେଣୁ ଆଶାଟା ଉଠୁଛି ପଡ଼ୁଛି। ଠିକ୍ ସେଇଭଳିଆ ଦୁଃଖୀମାନେ ଆଶା ଉତ୍ଥାନ ପ୍ରାୟ ଶିଖା ଉଠେ ପଡ଼େ ପଡ଼ିବ। ଏଇ ଯେଉଁ ମଶାଲର ଶିଖାଟା ସେ ଜାଳି ଦେଇଛନ୍ତି, ଧପ୍ କିନି ଜଳି ହେଉଛି, ପୁଣି କମି ଯାଉଛି, ପବନ ଦେଉଛି, ଧପ୍ କିନି ଉଠି ହେଉଛି, ପୁଣି କମୁଛି, ଧପ୍ ପୁଣି କମି ଯାଉଛି। ତେଣୁ ମଶାଲର ଶିଖାକୁ କାହା ସହିତ ତୁଳନା କରିଛି? ଦୁଃଖୀ ମନର ଆଶା ସହିତ ତୁଳନା କରିଛି। ଦୁଃଖୀ ମନର ଆଶା ଯେମିତି ଉଠପଡ଼ ହେଉଛି, ମଶାଲର ଶିଖା ସେଭଳିଆ ଉତ୍ଥାନ ପତନ ହେଉଛି। କ୍ଲିୟର ହେଲେ? ତାପରେ ନିଶା ଗମେ କ୍ରମେ ଲୋକ କୋଳାହଳ ନିବର୍ତ୍ତି ଅବନି ହେଉଛି ନିଶ୍ଚଳ। ନିଶା ଗମେ, ନିଶା ଆସିବାରୁ, ନିଶା ମାନେ ରାତି ଆଗମ ହେବାରୁ, ରାତି ଆସିଯିବାରୁ, କ୍ରମେ ଲୋକ କୋଳାହଳ, ଲୋକମାନଙ୍କର ଗହଳି ଚହଳି। ଲୋକ ଯେଉଁ ଥିଲେ ସନ୍ଧ୍ୟାବେଳେ ଦେଖୁଥିଲେ, ସୂର୍ଯ୍ୟାସ୍ତ ସମୟରୁ ଆସିକି ସନ୍ଧ୍ୟା ସମୟ ଦେଖୁଥିଲେ, କିନ୍ତୁ ଲୋକ କୋଳାହଳ ସାଙ୍ଗେ ସାଙ୍ଗେ କ'ଣ ହେଲା? କମିଗଲା, ଧୀରେ ଧୀରେ କମିଗଲା। କମିଗଲା କ'ଣ ହେଲା? ନିବର୍ତ୍ତି ଅବନି ହେଉଛି କେବଳ। ନିବର୍ତ୍ତି ବଞ୍ଚିତ ହେଇକି, ଅବନି ପୃଥିବୀ ହେଉଛି ନିଶ୍ଚଳ ରୂପ ନାମ। ନିଶ୍ଚଳ ଧାତୁ ଅପ୍ରତ୍ୟୟ ହେଇକି ନିଶ୍ଚଳ, ତା ମାନେ ଗତିଶୂନ୍ୟ, ଅଚଳ ବା ସ୍ଥିର ହେଇଛି, ଚୁପଚାପ ସାଇଲେଣ୍ଟ ହେଇଛି, ଅଚଳ ହେଇଛି, ଚଳନ ହେଇଛି।
ଜଳ ସ୍ଥଳ ନଭ ଜ୍ୟୋତ୍ସ୍ନା ପରିପ୍ଲୁତ ସୃଷ୍ଟି ଦିଶେ ଜେହ୍ନେ ପାରଦ ଧୌତ। ଜଳ ସ୍ଥଳ ନଭ, ନଭ ମାନେ ଆକାଶ, ଜଳଭାଗ ସ୍ଥଳଭାଗ ନଭଭାଗ ଜ୍ୟୋତ୍ସ୍ନାରେ ପରିପ୍ଲୁତ ହେଇଛି। ପରିପ୍ଲୁତ ସିକ୍ତ ଓଦା ବା ଜୁଡ଼ୁବୁଡ଼ି ହେଇଛି। ଜହ୍ନକିରଣରେ ଜୁଡ଼ୁବୁଡ଼ି ହେଇଛି, ସିକ୍ତ ହେଇଛି, ଭିଜି ହେଇଛି। ମନେ ହେଉଛି ଯେପରି ସୃଷ୍ଟି ଦେଖାଯାଉଛି, ସୃଷ୍ଟି ଦିଶେ ଜେହ୍ନେ, ସୃଷ୍ଟି ଦେଖାଯାଉଛି ଯେପରି ପାରଦରେ ଧୋଇ ହେଇଛି କି, ପାରଦ ଧୌତ, ପାରଦରେ ଧୌତ ହେଇଛି କି, ପାରଦ ଧୋଇ ହେଇଛି କି, ବୁଝିଲ କ'ଣ? ବର୍ତ୍ତମାନ ପ୍ରଶ୍ନ ପଡ଼ିଯିବ। ତା ପୂର୍ବରୁ ଦେଖ, ଅବନୀ କେଉଁ ରୂପ ଧାରଣ କରିଥିଲା? ନିଶ୍ଚଳ ରୂପ ଧାରଣ କରିଥିଲା। ବୁଝିଲ କ'ଣ? କେତେବେଳେ ଅବନୀ ନିଶ୍ଚଳ ରୂପ ଧାରଣ କରିଥିଲା? ନିଶା କମା। ଜଳସ୍ଥଳ ନଭରେ ଜ୍ୟୋତ୍ସ୍ନା କ'ଣ ହେଇଥିଲା? ପରିପ୍ଲୁତ ହେଇଥିଲା। ଜ୍ୟୋତ୍ସ୍ନା କେଉଁଠାରେ ପରିପ୍ଲୁତ ହେଇଥିଲା? ଜଳସ୍ଥଳ ନଭରେ। ସୃଷ୍ଟି କିପରି ଦିଶୁଥିଲା? ପାରଦ ଧୌତ ପରି। ବୁଝିଲ ତ? ତାପରେ ପ୍ରତିବିମ୍ବ ରାଜି ଦୀପ ଶୈଳ ତଳେ ସ୍ପଷ୍ଟାକାରେ ଶୋଭେ ହ୍ରଦ ଅନ୍ତଃସ୍ଥଳେ। ପ୍ରତିବିମ୍ବ ରାଜି, ରାଜି ମାନେ ସମସ୍ତ, ସମସ୍ତଙ୍କର ପ୍ରତିବିମ୍ବ, ପ୍ରତିଛବି କାର? ଦୀପ ଶୈଳ ତଳେ। ଦୀପ ଶୈଳ ମାନେ ପାହାଡ଼, ତଳ ମାନେ ସ୍ଥଳଭାଗ। ଦୀପ ଜାଣିଛୁ ପାରୁଛ ତ? ଚାରି ଭାଗ ଜଳଭାଗ ବେଷ୍ଟିତ, ମଝିରେ ଥିବା ସ୍ଥଳଭାଗକୁ ଦୀପ କୁହାଯାଏ। ଯେମିତି ଚାରି ଭାଗ ସ୍ଥଳଭାଗ ବେଷ୍ଟିତ, ମଝି ଭାଗକୁ ହ୍ରଦ କୁହାଯାଏ, ସେମିତି ଚାରି ଭାଗ ଜଳଭାଗ ବେଷ୍ଟିତ, ମଝିର ଥିବା ସ୍ଥଳଭାଗକୁ ଦୀପ କୁହାଯାଏ। ଦୀପ ଆଉ ପାହାଡ଼ ଆଉ ଯେ ତଳ ମାନେ ସ୍ଥଳଭାଗ, ଇଏ ସବୁଥିରେ କ'ଣ ହେଇଛି ନା ଇଏ ସବୁ ଗୁଡ଼ିକର ପ୍ରତିବିମ୍ବ ରାଜି। ସମସ୍ତ ପ୍ରତିବିମ୍ବ ସ୍ପଷ୍ଟାକାରରେ ଶୋଭେ, ସ୍ପଷ୍ଟ ଆକାରରେ ଶୋଭା ପାଉଛି ହ୍ରଦ ଅନ୍ତଃସ୍ଥଳେ। କେଉଁ ହ୍ରଦ? ଚିଲିକା ହ୍ରଦର ମଧ୍ୟ ଭାଗରେ। ଜହ୍ନକିରଣ ପଡ଼ୁଛି, ଜହ୍ନକିରଣରେ ପୁରା ମୁଁ ତାଙ୍କ ଛବି ଗୁଡ଼ା ଦେଖାଉଛି, ପ୍ରତିବିମ୍ବ ଦେଖାଉଛି। ବୁଝିଲା ତମ? ତାପରେ କହୁଛି କ୍ଷୀର ଦଶଦର ଜ୍ୟୋତ୍ସ୍ନା ନର୍ବେ ଭାସି ଦିଶନ୍ତି ବିଶଦ ଗିରିବନ ନାସି। କ୍ଷୀରଦ କ୍ଷୀରସାଗର। ଆମର ପୁରାଣ ଅନୁସାରେ ଆମର ଯେଉଁ ସପ୍ତ ସାଗର ଅଛି ତା ଭିତରେ କ୍ଷୀରସାଗର ଗୋଟେ ଅଛି। କ୍ଷୀରସାଗର ସୋଦର ମାନେ ମା ପେଟରୁ ଜନ୍ମ ହୋଇଥିବା ଭାଇ, ମା ପେଟରେ ଜନ୍ମ କ୍ଷୀର ସୋଦର କୁହାଯାଏ। ଜ୍ୟୋତ୍ସ୍ନା ନବ, ଅର୍ଣ୍ଣବ ମାନେ ସମୁଦ୍ର, ଜ୍ୟୋତ୍ସ୍ନା ନବ ଜ୍ୟୋତ୍ସ୍ନାର ଅର୍ଣ୍ଣବ। ଚିଲିକା କୁହାଯାଇଛି ଜ୍ୟୋତ୍ସ୍ନା ସମୁଦ୍ର। ଏଠି ସମୁଦ୍ର ହେଇଥିବାରୁ ଏଇଟା ପୁଂଲିଙ୍ଗ ହେଇଛି, ତେଣୁ ସୋଦର କୁହାଯାଇଛି। ସୋଦର ହେଇଛି ମା ପେଟର ଭାଇ। ଚିଲିକାର ଏଠୁ କ୍ଷୀରସାଗର ଭାଇ କିଏ ନା ଜ୍ୟୋତ୍ସ୍ନା ନବ। ଜ୍ୟୋତ୍ସ୍ନାର ଦେଖାଉଛି କ'ଣ ଦେଖାଉଛି? ଦିଶନ୍ତି ବିଶଦ ଗିରି ବନାନ୍ତି। ବିଶଦ ହେଉଛି ସ୍ୱଚ୍ଛ, ସ୍ପଷ୍ଟ ବା ପରିଷ୍କାର ଥିବା ଗିରି ବନ ନାସି। ଗିରି ବନ ନାସି ହେଉଛି ସ୍ଥଳଭାଗ, ଯେଉଁଟାକି ସମୁଦ୍ର ବା ନଦୀ ମଧ୍ୟକୁ ଟିକେ ପଶି ହେଇଥାଏ, ସେଇଟା ହେଉଛି। ତାପରେ ସର୍ପେ ଚନ୍ଦ୍ର ଚୂଡ଼, ସର୍ପେ ନା ସ୍ନିଗ୍ଧ ତରୁ ପତ୍ରେ ମସୃଣ ଉପଳେ ଜକ ଜକ ହୋଇ ଜ୍ୟୋତ୍ସ୍ନା ପ୍ରତିଫଳେ। ସ୍ନିଗ୍ଧ ତରୁପତ୍ର, ସ୍ନିଗ୍ଧ କୋମଳ ଚକଚକ ମାରୁଥିବା, ଚିକଣ ମାରୁଥିବା ତରୁପତ୍ର ଗଛପତ୍ର, ଆଉ ମସୃଣ ଉପଳ, ମସୃଣ ଚିକଣ ବା ପାଲିସ ବା ଚକଚକିଆ ପଥର ଉପରେ ଜ୍ୟୋତ୍ସ୍ନା କିରଣ ପଡ଼ିଛି, ଚକଚକ ଚକଚକ ହେଇ ପ୍ରତିଫଳିତ ହେଉଛି। ଜ୍ୟୋତ୍ସ୍ନା କେଉଁଠାରେ ପ୍ରତିଫଳିତ ହେଉଥିଲା? କେଉଁଠି? ସ୍ନିଗ୍ଧ ତରୁପତ୍ର ମସୃଣ ଉପଳ ଉପରେ ଜଗଜଗ ଜ୍ୟୋତ୍ସ୍ନା ପ୍ରତିଫଳେ। ପୁଣି ସର୍ପେ ଚିତ୍ର ଚନ୍ଦ୍ର ଚୌଡ଼ ତନୁ ଭଳି ଛାୟା ମିଶ୍ର କରେ ଶୋଭେ ବନସ୍ଥଳୀ। ସର୍ପେ ଚିତ୍ର ଚନ୍ଦ୍ରଚୂଡ଼, ଚନ୍ଦ୍ରଚୂଡ଼ ଶିବ, ତନୁ ହେଉଛି ତାଙ୍କ ଶରୀର, ଶିବଙ୍କ ଶରୀର ଭଳି ସାପ ଗୋଡ଼ାଇଥିବା ଶିବଙ୍କ ଶରୀର ଭଳି ଦୂରରୁ ଦେଖାଉଥିଲା ବନସ୍ଥଳର ଶୋଭା। ବୁଝିଲ? ସେ ହେଉଛି ବନସ୍ଥଳ ଶୋଭା କାହା ଭଳି ଦେଖାଉଥିଲା? ଶିବଙ୍କ ଶରୀର ଭଳି ଦେଖାଉଥିଲା। ପ୍ରଶାନ୍ତ ନୀରବ ଗିରିବନ ଦେଶ, ନାହିଁ ଏଥି ନର ଚହଳର ଲେଶ। ପୁଣି କହୁଛି ଗିରିବନ ଦେଶ। ଗିରିବନ ଦେଶ କ'ଣ ହେଇଛି? ରାତି ଆସିଲାଣି, ସପଳେଇଲାଣି, ପ୍ରଶାନ୍ତ ନୀରବ ହେଇଛି। ଏଠି ନରମାନଙ୍କର, ଲୋକମାନଙ୍କର ଗହଳ ଚହଳର ଲେସ୍ ନାହିଁ, ଚିହ୍ନ ମାନ ନାହିଁ। ତାପରେ କହୁଛି ଦୂର ଝରନାଦ ଝିଙ୍କାରି ଝଙ୍କାର କରେ ନିଶିଥିନି ପ୍ରଭାବ ପ୍ରଚାର। ଦୂରରୁ ଝରନାଦ, ଝରଣାର କଳକଳ ଧ୍ୱନି, ଆଉ ଝିଙ୍କାରି ଝଙ୍କାର ରାତିରେ ଯେତେବେଳେ ବାହାରକୁ ଉଠିବ ଦେଖିବ, ଯେତେବେଳେ ଝଙ୍କାର କରି ଉଠିବ, ଝମଝମ ଶବ୍ଦ କରି ଉଠିବ, ସେତେବେଳେ ତୁମେ ଡରିଯିବ। କରେ ନିଶିଥିନି ପ୍ରଭାବ, ରାତିର ନିଶିଥିନି ପ୍ରଭାବ ପ୍ରଚାର। ରାତିର ଆଧିକ୍ୟକୁ କିଏ ସୂଚଉଛି? ନିଶିଥିନି ପ୍ରଭାବ ପ୍ରଚାର। ପ୍ରଚାର ମାନେ ସୂଚଉଛି, ପ୍ରଭାବ ମାନେ ଆଧିକ୍ୟ। ନିଶିଥିନି ରାତି, ରାତିର ଆଧିକ୍ୟକୁ କିଏ ସୂଚଉଛି? ନା ଦୂରରୁ ଝରଣାର କଳକଳ ଧ୍ୱନି ଆଉ ଝିଙ୍କାରୀର ଝଙ୍କାର ଝମଝମ ଶବ୍ଦ। କୋଳି ଉପଦ୍ରବେ ତେଜି ଲୋକାଳୟ ଶାନ୍ତି କିଏ ତଳେ ଭଜିଲେ ଆଶ୍ରୟ। କବି କହୁଛନ୍ତି କୋଳି ଉପଦ୍ରବରେ ତେଜି ଲୋକାଳୟ।
কলিকজিয়া লাগলে ঘরের শান্তি নষ্ট হয়ে যায় করে ঘরে শান্তি নাই কাହିଁକି না কলিকজিয়া সবুলে লাগছে কলি উপদ্রব হচ্ছে তেমন সেইভাবে কবি কৌন এটি বর্তমান শান্তি কাই লাগছে পিন ড্রপ সাইলেন্ট কাই পুরা সাইলেন্স একদম পুরা শান্তি কাହିଁକି ବୋଧେ ଶାନ୍ତିଦେବୀ ଏଠି ପହଞ୍ଚିଗଲାଣି ଶାନ୍ତିଦେବୀ କେଉଁଠି ଅଛି ଲୋକାଳୟ ଲୋକଯୁକ୍ତ ଆଳୟ ଲୋକାଳୟ କେଉଁଠି ନା ଗାଁ ସହର ଗାଁରେ ଲୋକ କୁହନ୍ତି ଏଠି ଆମେ ଶାନ୍ତିରେ ଅଛୁ ସହରରେ ଲୋକ କହୁଛନ୍ତି ଏଠି ଆମେ ଶାନ୍ତିରେ ଅଛୁ ତେଣୁ ଗାଁ ସହରରେ ଲୋକାଳୟ ସେଠି ଶାନ୍ତିଦେବୀ ରୁହନ୍ତି ତ ଶାନ୍ତି ରହୁଛନ୍ତି ବୋଲି ଶାନ୍ତିଦେବୀ ଶାନ୍ତିରେ ଅଛନ୍ତି ତେଣୁ ସେ କହୁଛନ୍ତି ଏଠି କାହିଁ ବର୍ତ୍ତମାନ ଶାନ୍ତି ବୋଧେ ଶାନ୍ତିଦେବୀ ପଳେଇ ଆସିଛନ୍ତି କାହିଁକି ଲୋକାଳୟ ବୋଧେ କଳିକଜିଆ ଲାଗିଛି କଳି ଉପଦ୍ରବ ହେଇଛି ଚିଲିକା ଶେଷ କହିଛନ୍ତି ଚିଲିକା তোহর এই শোভাবন বন্যোৎসবময় দৃশ্য সায়ন্তন লো চিলিকা তোর এই শোভাবন তোর এই সুন্দর বন্যোৎসবময় দৃশ্য সায়ন্তন তোর এই সন্ধ্যাবেলার দৃশ্য সায়ন্তন দৃশ্য উল্টাই দেবা তোর এই সন্ধ্যাবেলার দৃশ্য অতীব সুন্দর ও মনোরম অটে বন্যোৎসবময় বন্যযুক্ত উৎসবময় মনোরম অটে তোর সন্ধ্যাবেলার দৃশ্য অত্যন্ত সুন্দর মনোরম অটে বুঝিলা তো তেমন চিলিকার সায়ন্তন দৃশ্য কবি কোণ বলে মনে রাখছেন প্রকাশ করছেন কোণ বলে বর্ণনা করছেন বন্যোৎসবময় বলে চিলিকার কেউ দৃশ্যটা সুন্দর বন্যোৎসবময় না সায়ন্তন দৃশ্য বুঝলে তো তেমন শান্তিদেবী কেউঠারে অবস্থান করলে চিলিকা কূলর নুহে গিরিবন দেশে গিরিবন দেশে কইছি তারপরে প্রশান্ত নীরব গিরিবন দেশ নাই এতে নরচল করে গিরিবন দেশে শান্তিদেবী অধিষ্ঠান করলে অধিষ্ঠান মানে অবস্থান করলে বুঝলে তো ହେଲା ଆଜି ତୁମର ଚିଲିକାର ସାୟନ୍ତନ ଦୃଶ୍ୟ ମୁଁ ପଢ଼େଇଦେଲି କେମିତି ଲାଗିଲା ମୋତେ କହିବ ମୁଁ ଅଶ୍ୱିନୀ କୁମାର ମହାନ୍ତି ବାଲେଶ୍ୱର ଜିଲ୍ଲାର ନୀଳଗିରି ବ୍ଲକ ଅନ୍ତର୍ଗତ କିଶୋର ଚନ୍ଦ୍ରପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋର ମୋବାଇଲ ନମ୍ବର ଲେଖିନିଅ 9937538120 9937538120 ଏଥିରେ କଲ୍ କରିବ ଯଦି କିଛି ଅବୋଧ୍ୟ ରହିଥାଏ ବୁଝିବ ବା ମୋତେ କଲ୍ କରିବ ଧନ୍ୟବାଦ।